ଜୀବନରେ ଲାଜ ଆଉ ଭୟ ଛାଡ଼ନ୍ତୁ, ତାହେଲେ ଆପଣ ଜୀବନରେ ଲାଭ ଆଉ ଜୟ କରିପାରିବେ। ଆସ୍ପିରାଣ୍ଟ ମାନେ ବି ଜାଣିନଥିବେ ସେଇ ଏକ୍ସାମ ବି ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ମ୍ୟାନେଜ କରନ୍ତି। କେତେ ଘଣ୍ଟା ପଢିବା ଦରକାର ସେଲ୍ଫ ଷ୍ଟଡି? ଯିଏ ଚାହିଁବ ଭୁଲ କରିବା ପାଇଁ ତାକୁ ଆପଣ କେବେ ଅଟକେଇ ପାରିବେ ନାହିଁ। ତାଙ୍କ ଗୋଟେ କଥା ମତେ ଏଇ କମ୍ପିଟିଟିଭ୍ ଏକ୍ସାମରୁ ବାହାରି ଯିବା ପାଇଁ ବାଧ୍ୟ କରିଥିଲା। ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟର ୱାର୍କ ପ୍ରୋଫାଇଲ କ'ଣ ରହୁଛି? କାହିଁକିନା ମୁଁ ନିଜେ ଜାଣିଛି କମ୍ପିଟିଟିଭ୍ ପ୍ରିପେୟାର କରୁଥିବା ପିଲାଙ୍କର ସଂଘର୍ଷର କାହାଣୀ ଆଉ ଲ୍ୟାକ୍ ଅଫ୍ ମନିର ଭ୍ୟାଲୁ କ'ଣ ମୁଁ ଜାଣିଛି। କଟକ କଲେକ୍ଟରଙ୍କ ଅଣ୍ଡରରେ ପାଗଳ ହେଇଗଲି ଫାଷ୍ଟ ଦରମା ପାଇକି। ଫାଷ୍ଟ ଆଟେମ୍ପ୍ଟ ଏସ୍ଏସ୍ସି, ସିଜିଏଲ୍, ସିଏଚ୍ଏସ୍ଏଲ୍, ସିପିଓ ଆଟ୍ ଏ ଟାଇମ୍ 3ଟା ହେଇଥିଲା। ଲାଗିଲା ଯେ ମୁଁ କ'ଣ କରୁଛି, ମୁଁ କାହିଁ କୋଚିଂ ନେଲି। ଯଦି ଯୋଉଦିନ ଆପଣ 10ଟା କ୍ୱେଶ୍ଚିନ୍ 6ଟା କ୍ୱେଶ୍ଚିନ୍ ବାହାର କରିପାରିବେ, ପ୍ରାକ୍ଟିସ୍ କରିଦେଇଥିବେ, କ୍ୱେଶ୍ଚିନ୍ ପଢିଲେ ଆପଣଙ୍କୁ ଆନ୍ସର ଦେଖାହବ। ଫ୍ରି ଅଫ୍ ଇଣ୍ଟରେଷ୍ଟରେ ଆପଣଙ୍କୁ ଗାଡ଼ି ଯୋଗେଇ ଦେଉଛି ସରକାର। ଯଦି ଇଂଲିଶରେ ଷ୍ଟ୍ରଙ୍ଗ ହେବାକୁ ଚାହୁଁଛନ୍ତି, ତାଙ୍କ ଆଖିରେ କାନ୍ଦି ନ ପାରିବାର ଲୁହ। ନମସ୍କାର, ଜୟ ହିନ୍ଦ, ଜୟ ଭାରତ, ୱେଲକମ୍ ଟୁ ଫ୍ଲାଏ ଏକାଡେମୀ। ଆଜି ଆମ ଏଇ ପଡକାଷ୍ଟରେ ଜଣେ ଗେଷ୍ଟ ଆସିଛନ୍ତି ଯିଏକି ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ପଦବୀରେ ଅଛନ୍ତି, ସର୍ଭିସ କରୁଛନ୍ତି କିଛି ବର୍ଷ ହେଲା। ତ ସେ ତାଙ୍କର ପ୍ରିପାରେସନ ସମୟର ଷ୍ଟ୍ରଗଲ ଥିଲା କିପରି ପ୍ରିପାରେସନ କରିଥିଲେ, ତାଙ୍କର ସର୍ଭିସ ଏକ୍ସପିରିଏନ୍ସ ସେ ଆମ ସହିତ ସେୟାର କରିବେ। ତ ଯେଉଁମାନେ କମ୍ପିଟେଟିଭ୍ ଆସ୍ପିରାଣ୍ଟ ଅଛନ୍ତି, ଏଇ ଭିଡ଼ିଓଟିକୁ ବିନା ସ୍କିପ୍ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ନିଶ୍ଚୟ ଆପଣଙ୍କର ବେନିଫିଟ୍ ହବ। ତ ଗୋଟେ ରିକ୍ୱେଷ୍ଟ ଯେ ବିନା ସ୍କିପ୍ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତ ଆପଣ ବେନିଫିଟ୍ ନିଶ୍ଚୟ ପାଇବେ। ପଡକାଷ୍ଟ ଆରମ୍ଭ କରିବା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ଆପଣଙ୍କୁ ଦେଇ ଦଉଛି ଯେ ଫ୍ଲାଏ ଏକାଡେମୀ ଗୋଟେ ୱାନ୍ ପ୍ଲେସ୍ ମିନି ସଲ୍ୟୁସନ୍। ଏଥିପାଇଁ ଯେ ଆପଣ ପ୍ରିପାରେସନ ସହିତ ମୋଟିଭେସନ ସହିତ ଆପଣଙ୍କୁ ଗାଇଡାନ୍ସ ଦିଆଯାଉଛି, ତା ସହିତ ଆମର ଅନଲାଇନ୍ ୱାର୍କ ଯାହା ସବୁ ରହୁଛି ସେଇଟା ବି ଫ୍ଲାଏ ଏକାଡେମୀ ଟିମ୍ ଆପଣଙ୍କୁ କରି ପ୍ରୋଭାଇଡ୍ କରୁଛି। ଆପଣ କୋଉଠି ଆସିବାକୁ ପଡ଼ିବନି, ଆପଣ ଘରେ ବସି କଣ୍ଟାକ୍ଟ କରିପାରିବେ ହ୍ୱାଟ୍ସଆପ୍ ମାଧ୍ୟମରେ। ଆପଣଙ୍କର ଅନଲାଇନ୍ ଅଫଲାଇନ୍ ଯେତେ ସବୁ କମ୍ପିଟେଟିଭ୍ ଏକ୍ସାମ୍ ଫର୍ମ ଫିଲ୍ଅପ୍ ହେଉଛି ଅନଲାଇନ୍, ଆପଣଙ୍କୁ ସାଇବର କ୍ୟାଫେ ଯିବାକୁ ପଡୁଛି, ତ ଆପଣଙ୍କୁ ଯିବାକୁ ପଡ଼ିବନି। ଆମ ସହିତ କଣ୍ଟାକ୍ଟ କଲେ ଆମ ଟିମ୍ ଆପଣଙ୍କୁ ଆପ୍ଲାଏ କରି ଆଫୋର୍ଡେବଲ୍ ପ୍ରାଇସ୍ରେ ଆପଣଙ୍କୁ ଦେଇପାରିବ। କାଷ୍ଟ ସାର୍ଟିଫିକେଟ୍ ହଉ, ରେସିଡେଣ୍ଟ ହଉ, ଇନକମ୍ ସାର୍ଟିଫିକେଟ୍ ହଉ, ରେସନ୍ କାର୍ଡ ହଉ, ଏପରି ସବୁ ଅନଲାଇନ୍ ସର୍ଭିସ୍ ହେଲା, ତ ଆପଣ ଘରେ ବସି ଏ ସୁବିଧା ଆପଣ ପାଇପାରିବେ। ତ ଆସନ୍ତୁ এই ପଡକାଷ୍ଟକୁ ଆରମ୍ଭ କରିବା। ୱେଲକମ୍ ଟୁ ଫ୍ଲାଏ ଏକାଡେମୀ। ଥ୍ୟାଙ୍କ ୟୁ। ତ ସାର୍, ଆଜି ଯୋଉ ଭିଉଅର ମାନେ ଦେଖୁଛନ୍ତି ଆମ ପଡକାଷ୍ଟ, ସେ କ'ଣ ପାଇଁ ଆଜି ପଡକାଷ୍ଟକୁ ଦେଖିବେ? ଫାର୍ଷ୍ଟ ତ ଥ୍ୟାଙ୍କସ୍ ଅଫ୍ ୟୁ ମୋତେ ଆଜି ଇନଭାଇଟ୍ କରିଥିବାରୁ ଆପଣଙ୍କ ପଡକାଷ୍ଟକୁ। ମୋର ସଂଘର୍ଷ ତ ବହୁତ କିଛି ଅଛି। ବେକାରରୁ ଚାକିରିଆର ଜର୍ଣ୍ଣିଟା ଜାଣିବା ପାଇଁ ଆପଣ ମୋତେ ଡକେଇଛନ୍ତି, ସେଇଟା ମୁଁ ଆପଣଙ୍କ ସହିତ ସେୟାର କରିବି। ଆପଣ ଯାହା ଯାହା କ୍ୱେଶ୍ଚିନ୍ ମୋତେ ପଚାରିବେ ମୁଁ ସେୟାର କରିବି। ଠିକ୍ ଅଛି। ତ ଆପଣଙ୍କ ଗୋଟେ ବ୍ରିଫ୍ ଇଣ୍ଟ୍ରୋଡକ୍ସନ ଆମ ଭିଉଅର ମାନଙ୍କୁ ଟିକେ ଦେଇଦିଅନ୍ତୁ। ମୋ ନାଁ ସ୍ମିତ ସ୍ନିଗ୍ଧ ସାହୁ, ମୋ ଘର ପଦ୍ମପୁର, କଟକ ଜିଲ୍ଲାରେ। ମୁଁ 2014ରେ ଗ୍ରାଜୁଏସନ୍ ପାସ୍ କରିଥିଲି ରେଭେନ୍ସା ୟୁନିଭର୍ସିଟିରୁ। ଏବେ କଟକ କଲେକ୍ଟରଙ୍କ ଅଣ୍ଡରରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବରେ କାମ କରୁଛି। 25/6/2026ରେ ମୁଁ ପ୍ରମୋସନ ହେଲି, ଜୁନିୟରରୁ ସିନିୟରକୁ ପ୍ରମୋସନ ହେଲି। ଜଏନିଂ ହେଇଥିଲା ଅଗଷ୍ଟ 21/2021। ତ ଏହା ପୂର୍ବରୁ ଆଉ କେଉଁ ଜବରେ ପୋଷ୍ଟେଡ ଥିଲେ? ୟା ପୂର୍ବରୁ ମୁଁ ଜଷ୍ଟ କ୍ରାକ୍ କରିଥିଲି ଢେଙ୍କାନାଳ ଡିଷ୍ଟ୍ରିକ୍ଟ କୋର୍ଟ ଜୁନିୟର କ୍ଲର୍କ ହିସାବରେ। 5 ମାସ ପରେ ମୁଁ ଏପଟକୁ ପଳେଇ ଆସିଲି। ଆଚ୍ଛା। ତ ଆ ପୂର୍ବରୁ ଆଉ କୋଉ କୋଉ ସବୁ ଏକ୍ସାମ ମାନେ କମ୍ପିଟେଟିଭ୍ ଏକ୍ସାମ କ୍ୱାଲିଫାଇ କରିଛନ୍ତି? ମୁଁ ତ କହିବାକୁ ଚାହିଁବି, ଫାଷ୍ଟ ଆଟେମ୍ପ୍ଟ ଏସ୍ଏସ୍ସି, ସିଜିଏଲ୍, ସିଏଚ୍ଏସ୍ଏଲ୍, ସିପିଓ ଆଟ୍ ଏ ଟାଇମ୍ 3ଟା ହେଇଥିଲା। 3ଟାଙ୍କର ପ୍ରିଲିମ୍ ମୁଁ କ୍ୱାଲିଫାଇ କରିଥିଲି। ସବୁ ଯାକ 200 ମାର୍କ ଥିଲା। ମନେ ପଡୁନି ଆକ୍ୟୁରେଟ୍, 2017 କି 2018, ମେ ବି 2018 କି 17। ସବୁ ଯାକ ଏକ୍ସାମ ମୁଁ 160 ଏଭବ ଥିଲା 200ରୁ। ଗଭର୍ଣ୍ଣମେଣ୍ଟ ଜବ୍ ପ୍ରିପାରେସନ ପାଇଁ ଇନ୍ସପିରେସନ କୋଉଠି ମିଳିଥିଲା? ନା ଗୋଟେ ସେଲ୍ଫ ଡ୍ରିମ୍ ଥିଲା, ନା ଘରେ ଫୋର୍ସ କରିଥିଲେ ଯେ ଗଭର୍ଣ୍ଣମେଣ୍ଟ ଜବ୍ ପଛରେ ଯିବାକୁ? ଇନ୍ସପିରେସନ କହିଲେ ମୋ ମା ଜଣେ ଟିଚର, ହାଇସ୍କୁଲ ଟିଚର, ସେ ବି ସରକାରୀ କର୍ମଚାରୀ ଜଣେ। ମତେ ବି ଇଚ୍ଛା ହେଲା, ଆମେ ଯୋଉ କଲୋନୀରେ ବି ରହୁଥିଲୁ ସେଟା ଗଭର୍ଣ୍ଣମେଣ୍ଟ କ୍ୱାର୍ଟର୍ସ, 240 କ୍ୱାର୍ଟର୍ସରେ ସମସ୍ତେ ସରକାରୀ ଚାକିରିଆ ଥିଲେ। ମତେ ବି ଇଚ୍ଛା ହେଲା ଯଦି ସରକାରୀ ଚାକିରି ଯଦି ମୁଁ ବି କରିପାରିବି, ସେଥିପାଇଁ ମୁଁ ସେଇଠୁ ଇନ୍ସପିରେସନ ପାଇଲି। ସିଲେକ୍ସନ ପରେ ଫ୍ୟାମିଲି ରିଆକ୍ସନ କିପରି ଥିଲା? ଫ୍ୟାମିଲି ରିଆକ୍ସନ, ବାପାଙ୍କ ଆଖିରେ କାନ୍ଦି ନ ପାରିବାର ଲୁହ ଆଉ ମାଙ୍କ ମୁହଁରେ ହସୁଥିବାର ଲୁହ ଥିଲା। ଆଉ ମୁଁ ବି ନିଜେ ଜାଣିପାରୁନଥିଲି ମୁଁ କ'ଣ ପାଇଯାଇଛି। ଧୀରେ 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 ସମୟ ଗଡ଼ିବା ସହିତ ବୁଝିପାରୁଛି ମୁଁ କ'ଣ ପାଇଥିଲି। ଫାଷ୍ଟ ସାଲାରୀ ଯେତେବେଳେ ମିଳିଥିଲା ସେତେବେଳେ କିପରି ଫିଲ୍ କରିଥିଲେ? ହଠାତ୍ ମୁଁ ତା ବିଫୋର ଜବ୍ ପୂର୍ବରୁ ମୁଁ ଟ୍ୟୁସନ କରୁଥିଲି। ଟ୍ୟୁସନରେ ଯାହା ମିଳେ ବି ନିଜେ ପକେଟ ଖର୍ଚ୍ଚ ହଉ, ପଢାପଢି ପାଇଁ ଛୋଟ ମୋଟ ଖର୍ଚ୍ଚ, ନିଜେ ବଜାରରେ ଖାଇବା ହଉ, ଡ୍ରେସ୍ କିଣିବା ହଉ,
ତ ସେତେବେଳୁ ଯେତେବେଳେ ଗୋଟେ 1,000 ଟଙ୍କାରୁ ଫାଷ୍ଟ ମୁଁ ଡିଷ୍ଟ୍ରିକ୍ଟ କୋର୍ଟରେ ଯେତେବେଳେ ଜଏନ୍ କଲି ସେତେବେଳେ 25,000 ଭଳିଆ ପାଇଥିଲି। ମୁଁ ବୁଝିପାରିଲିନି ଯେ 25,000 ଟଙ୍କା ରୋଜଗାର କରିପାରିଲି ଆଉ ପାଗଳ ହେଇଗଲି ଫାଷ୍ଟ ଦରମା ପାଇକି। ଘର ଲୋକଙ୍କ ପାଇଁ ମନ ଇଚ୍ଛା ଯାହା ପାଇଲି ତାହା କିଣି କହିବେ। ବହୁତ ଖୁସି ଥିଲି ସେତେବେଳେ କୋଉ ଇୟର ହେଇଥିଲା ଡିଷ୍ଟ୍ରିକ୍ଟ 2019ରେ। 2019 ଆଜି ଯଦି ନ୍ୟୁ ଆସ୍ପିରାଣ୍ଟ ଯୋଉମାନେ ପ୍ରିପାରେସନ କରିବାକୁ ଚାହୁଁଛନ୍ତି ସେମାନେ କିପରି ତାଙ୍କର ଷ୍ଟ୍ରାଟେଜି ବନେଇବେ ଯେ କିପରି କେତେ ଟାଇମ ଲାଗିବ ତାଙ୍କୁ କମ୍ପ୍ଲିଟ ଟ୍ରାକ୍ କରିବା ପାଇଁ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ଟିକେ ରୋଡ ମ୍ୟାପ୍ ଟିକେ ଦିଅନ୍ତୁ। ମ୍ୟାପ୍ କହିଲେ ଦେଖନ୍ତୁ ଫାର୍ଷ୍ଟ ଥିଙ୍ଗ କୌଣସି ଜିନିଷ ଆଖି ଖୋଲିଦେଲେ ହେଇଯାଏନି, ତା ପାଇଁ ସଂଘର୍ଷ କରିବାକୁ ପଡେ। ମୁଁ ବହୁତ ଜାଗାରେ ଦେଖିଛି ସମସ୍ତେ କୁହନ୍ତି ସ୍ମାର୍ଟ ୱାର୍କ କର, ଭାଇ ଯଦି ଜଣେ ହାର୍ଡୱାର୍କ ନ କରିଛି, ହାର୍ଡୱାର୍କ ନ କଲା ପର୍ଯ୍ୟନ୍ତ ସେ ସ୍ମାର୍ଟ ୱାର୍କ କରିପାରିବ ନାହିଁ। ଯେତେବେଳେ ଗୋଟେ କ୍ରିକେଟର ଆସେ ଖେଳିବା ପାଇଁ ଆମେ ଦେଖୁଛେ, ଯେତେ ବି ଇଣ୍ଟରନ୍ୟାସନାଲ ମ୍ୟାଚ୍ ଦେଖୁଛେ ସମସ୍ତେ ସ୍ମାର୍ଟ ୱାର୍କ କରି ସ୍ମାର୍ଟଲି ଖେଳୁଛନ୍ତି। ଇଭନ୍ ବୈଭବ ସୂର୍ଯ୍ୟବଂଶୀ ଗୋଟେ 13 ବର୍ଷର ପିଲା ଯେତେବେଳେ ସେ ଆସିଥିଲା ବ୍ୟାଟିଂ କରୁଥିଲା ସମସ୍ତେ ଲାଗୁଥିଲା ବହୁତ ବଢିଆ ଖେଳୁଛି, ବଟ୍ ତା ପଛର ସଂଘର୍ଷଟା କେବଳ ହାର୍ଡୱାର୍କ ହିଁ ଥାଏ। ହାର୍ଡୱାର୍କ ପରେ ହିଁ ଆପଣ ସ୍ମାର୍ଟ ୱାର୍କକୁ ଆସିପାରିବେ। ଆପଣ ବିନା ହାର୍ଡୱାର୍କରେ ସ୍ମାର୍ଟ ୱାର୍କ କେବେ କରିପାରିବେ ନାହିଁ। କଲେ ହିଁ ଜାଣିପାରିବ କୋଉଠି Right. ସ୍ମାର୍ଟ ୱାର୍କ Right. କରିପାରିବି, ଇମ୍ପ୍ଲିମେଣ୍ଟ କରିପାରିବି, ଆଜ୍ଞା, କୋଉଠି ଆଜ୍ଞା। ସର୍ଟକଟ ରେ କରିବି, ଆଜ୍ଞା ହାର୍ଡ ୱାର୍କ କଲେ ହିଁ ଜଣା ପଡିବ। ଆଜ୍ଞା। ଆପଣ ଯେତେବେଳେ ପ୍ରିପାରେସନ କରୁଥିଲେ ସେତେବେଳେ କୋଉ ସବଜେକ୍ଟ ଷ୍ଟ୍ରଙ୍ଗ ଥିଲେ, କୋଉ ସବଜେକ୍ଟ ୱିକ୍ ଥିଲେ, ଆଉ ତାକୁ କିପରି ମାନେ ପ୍ରିପାରେସନ କରୁଥିଲେ? ମୁଁ ଯେତେବେଳେ ଫାର୍ଷ୍ଟ ଅଫ୍ ଅଲ୍ ଗ୍ରାଜୁଏସନ ସରିଲା ସେତେବେଳେ ମୁଁ କମ୍ପିଟେଟିଭ ପ୍ରତି ଧ୍ୟାନ ଦେଇନଥିଲି ଏତେ। ଏମିତି ଗାଁରେ ବୁଲାବୁଲି ଖେଳା ଖେଳି ମଜା ଲାଗୁଥିଲା। ଧୀରେ ଧୀରେ ଯେତେବେଳେ ପାଠ ପଢା ସରିଗଲା ଗ୍ରାଜୁଏସନ ପରେ, ତାପରେ ମୁଁ କରିବି କଣ ସେଇଟା ଭାବିଲି। ତାପରେ ଦେଖିଲି ମୋର ଜଣେ ବନ୍ଧୁ ସେ ବ୍ୟାଙ୍କରେ ପାଇଲେ, ଜବ୍ ପାଇଲେ। ସେମିତି ମତେ ବି ଜଣେଇ ନଥିଲେ, ଏମିତି ବାଇଚାନ୍ସ ଏମିତି ଜଣେ ଦିନେ ଦେଖା ହେଲା, କଥାବାର୍ତ୍ତା ହେଲା, ତ ସେ ମତେ କହିଲେ ମୁଁ ଏମିତି ବ୍ୟାଙ୍କରେ ଜବ୍ ପାଇଛି। ତାପରେ ମତେ ବି ଇଚ୍ଛା ହେଲା, ମୁଁ ନିଜେ ଚିନ୍ତା କଲି ମୁଁ ତ ତାଙ୍କଠୁ ଭଲ ମାର୍କ ରଖୁଥିଲି ଏକ୍ସାମରେ, ତ ମୁଁ କାହିଁକି ପାଇ ନପାରିବି। ସେଦିନଠୁ ମୁଁ ଆସି ଘରେ ମାଆଙ୍କୁ କହିଥିଲି ଯେ ମୁଁ ଏମିତି ପ୍ରିପାରେସନ କରିବି, ମା ଘରେ ସପୋର୍ଟ କରିଥିଲେ। ତାପରେ ମୁଁ ସେଇ ଦିନରୁ ମୁଁ ଷ୍ଟାର୍ଟ ହେଇଥିଲା ପାଠ ପଢା। ମାନେ ଯୋଉ ସବଜେକ୍ଟ ଥିଲା କିପରି ତାକୁ ପଢୁଥିଲେ, ମ୍ୟାଥ କୁ ହେଲା ମ୍ୟାଥ ଆଜ୍ଞା। କିପରି ପଢୁଥିଲେ? ମୋର ଫାର୍ଷ୍ଟ ଅଫ୍ ଥିଙ୍ଗସ୍ ମୁଁ ଯେହେତୁ କମର୍ସ ଷ୍ଟୁଡେଣ୍ଟ ଥିଲି, and ଆମ ବ୍ୟାଚରେ ଯେତେବେଳେ ସ୍କୁଲ ଲେବୁଲରେ 10th ବି ପାସ୍ କଲୁ, ନା ଟ୍ରିଗ୍ନୋମେଟ୍ରି ପଢିଛୁ ନା କୋଅର୍ଡିନେଟ ଜିଓମେଟ୍ରି ପଢିଛୁ, ବାସ୍ ଯେତିକି ପଢିଥିଲୁ ମୁଁ ତାକୁ ସବୁ ଭଲରେ ପଢୁଥିଲି। ଜବ୍ ପୂର୍ବରୁ ଯେତିକି ମୋର ଇଚ୍ଛା ଥିଲା ପାଠ ପଢିବାରେ, ଜବ୍ ପାଇବା ପୂର୍ବରୁ ଯେତେବେଳେ ଏକ୍ସାମ ଦେଲି, ଫାର୍ଷ୍ଟ ଏକ୍ସାମରେ ଯେତେବେଳେ ଫେଲ ହେଲି IBPS RRB, ମୁଁ ବୁଝିପାରିଲିନି ସମଥିଙ୍ଗ ମାର୍କ ମୁଁ ଫେଲ ହେଇଥିଲି, 20-30% ବି ମାର୍କ ରଖି ପାରିନଥିଲି। ତ ତାପରେ ଲାଗିଲା ଯେ ମୁଁ କଣ କରୁଛି, ମୁଁ କାହିଁ କୋଚିଂ ନେଲି। ସେତେବେଳେ ନିଜକୁ ନିଜେ ରେକ୍ଟିଫାଏ କରେ, ନିଜକୁ ନିଜକୁ ଘଷି ମାଜି କରି ନିଜକୁ ପରିବର୍ତ୍ତନ କଲି। କୋଉ ଭାବରେ ପଢିବି ତାର କିଛି ସର୍ଟକଟ ନାହିଁ ଆଜ୍ଞା। ମ୍ୟାଥ ମାନେ କେମିତି ପ୍ରାକ୍ଟିସ କରୁଥିଲେ, ନା କୋଚିଂ ନା ବୁକ୍ ନା ମ୍ୟାଥ ଫାଷ୍ଟ YouTube? ଦେଖନ୍ତୁ, ଗୁରୁ ବିନା ସବୁ ଅନ୍ଧାର। ଆପଣ ପ୍ରଥମେ କୋଚିଂ ନେବେ, କାହିଁକି ଆମେ ଯେମିତି ପଢିଥିଲେ ହରଣ ଗୁଣନ ମିଶ୍ରଣ ଫେଡାଣ ଲସାଗୁ ଗସାଗୁ ସବୁ ଏଇଥିରେ ହିଁ ଆପ୍ଲାଏ ହବ, ବଟ୍ ତାକୁ ସ୍ମାର୍ଟଲି କରିବାର ଅଛି। ବଟ୍ ସ୍ମାର୍ଟଲି କରିବା ପୂର୍ବରୁ ଆପଣଙ୍କୁ ହାର୍ଡୱାର୍କ କରିବାକୁ ପଡିବ। ତାପରେ କେମିତି ବର୍ଗ ସ୍କ୍ୱାର ରୁଟ୍ କ୍ୟୁବ ରୁଟ୍ ମନେ ରଖିବାକୁ ପଡେ। କିନ୍ତୁ ଆମେ ସ୍କୁଲରେ ପଢିଲା ତାକୁ ଗୁଣୁଥିଲୁ, ଗୁଣନ କରିକି ବାହାର କରୁଥିଲୁ। ମାନେ ଗୋଟେ 100ରେ 120 ଗୁଣିବାକୁ ହେଲେ ଆମେ ଗୁଣୁଥିଲୁ, 3ଟା ଷ୍ଟେପରେ କରିକି କାଲକୁଲେସନ କରୁଥିଲୁ। କିନ୍ତୁ ଏବେ ଯେତେବେଳେ ଆମେ ଜାଣିଲୁ 120ରେ 100 ଗୁଣିବାର ଅଛି, 12ରେ 3ଟା ଶୂନ ବସେଇଦେଲେ ଆଉ ଗୁଣିବାକୁ ପଡେ ନା। ସେଇଟା ଥିଲା ଆମର ହାର୍ଡୱାର୍କ ପରବର୍ତ୍ତୀର ସ୍ମାର୍ଟ ୱାର୍କ। ତ ଆପଣଙ୍କ ସବୁଠୁ ୱିକ୍ ପଏଣ୍ଟ କଣ ଥିଲା, ୱିକ୍ ସବଜେକ୍ଟ କଣ ଥିଲା? ମୋର ୱିକ୍ ସବଜେକ୍ଟ ଥିଲା ସବୁଠୁ ଇଂଲିଶ। ଯେହେତୁ ଆମେ ଓଡିଆ ମିଡିୟମ ପିଲା, ୱିକ୍ ପଏଣ୍ଟ ଥିଲା। କିନ୍ତୁ ଧୀରେ 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 ମୁଁ ତାକୁ ହିଁ ମୋର ଷ୍ଟ୍ରଙ୍ଗେଷ୍ଟ ୱେପନ କଲି। କେମିତି ଟ୍ୟାକଲ କଲେ ଇଂଲିଶକୁ? ଫାର୍ଷ୍ଟ ଅଫ୍ ଥିଙ୍ଗସ୍, ଆପଣ ଯଦି ଇଂଲିଶରେ ଷ୍ଟ୍ରଙ୍ଗ ହେବାକୁ ଚାହୁଁଛନ୍ତି, ସପ୍ତାହକୁ ଥରେ, ସମସ୍ତେ କୁହନ୍ତି ଡେଲି ଇଂଲିଶ ନ୍ୟୁଜ ପେପର ପଢ। ମୁଁ ଜାଣିଛି ଯେ ଇଂଲିଶ ନ୍ୟୁଜ ପେପର ପଢିଲେ କିଛି ହେଇପାରିବ ନାହିଁ, କାହିଁକିନା ଆମେ ତ ରଟ୍ଟା ମାରୁଛେ, ପଢୁଛେ ଖାଲି। ଗୋଟିଏ ସପ୍ତାହକୁ ଗୋଟିଏ ନ୍ୟୁଜ ପେପର, ଦ ହିନ୍ଦୁ ହଉ କି ଟାଇମ୍ସ ଅଫ ଇଣ୍ଡିଆ ହଉ, ଗୋଟିଏ କମ୍ପ୍ଲିଟ୍ କର। ତା ଭିତରେ ଡିଫିକଲ୍ଟ ୱାର୍ଡ ଗୁଡାକୁ ବାହାର କର, କାହିଁକି ନା ଯେହେତୁ ପ୍ରିପେୟାର ଜଣେ କରିବ, ଗୋଟେ ୱିକଲି ଗୋଟେ କେବଳ ସବଜେକ୍ଟ ଇଂଲିଶକୁ ଗୋଟେ ପେପର ଏନଫ୍। ତାକୁ ଯଦି ପ୍ରପରଲି ପଢିବ, ତା ଦେହରେ ଜିକେ ପାଇବେ, ତା ଦେହରେ ଆପଣ କରେଣ୍ଟ ନ୍ୟୁଜ ବି ପାଇବେ, କିଛି ଟ୍ରାଡିସନାଲ ଜିନିଷ ବି ବୁଝିପାରିବେ, କିଛି ଏଣ୍ଟରଟେନମେଣ୍ଟ ବି ପାଇପାରିବେ। ତା ସହିତ ଇଂଲିଶର କଷ୍ଟ ୱାର୍ଡ ସବୁ କିଛି, ଧର ଆପଣ 50ଟା ୱାର୍ଡ ସିଲେକ୍ଟ କଲେ, ତାର ସିନୋନିମ୍ସ ଆଣ୍ଡ ଆଣ୍ଟୋନିମ୍ସ ଆପଣ ବହୁତ ସମୟ ଯିବ। ତାପରେ ଅଲଗା Obviously, ସବଜେକ୍ଟ ବି ଅଛି, ସେଥିପାଇଁ ତ କହିଲି ନା, ଗୋଟେ ପେପରର 50ଟା ୱାର୍ଡ ଆପଣ କଲେକ୍ଟ କରିବେ।
50ଟା ୱାର୍ଡ କଲେକ୍ଟ କରିବାକୁ କେତେ ସମୟ ଲାଗିବ? ହାର୍ଡଲି 5 ମିନିଟ୍। ସପ୍ତାହକୁ ଯଦି 5 ମିନିଟ୍ ଲେଖା ଯଦି ଆପଣ ବାହାର କଲେ ତାହେଲେ ଗୋଟେ ୱିକରେ ଆପଣ 35 ମିନିଟ୍ 35 ମିନିଟରେ ଯଦି 50ଟା ଲେଖା କ୍ୱେଶ୍ଚିନ୍ କରିପାରିଲେ ତ ଇମାଜିନ୍ କରିପାରନ୍ତୁ ଆପଣ 1500ଟା ୱାର୍ଡ ପାଇଯିବେ, ଯୋଉଟା କି ଆପଣ କେବେ ଭାବି ପାରିନଥିବେ ମୁଁ 1500 ୱାର୍ଡ ଗୋଟେ ସପ୍ତାହରେ ଶିଖି ପାରିବି। ଲୋକଙ୍କୁ ଗୋଟେ ବର୍ଷ ଲାଗି ଯାଉଛି 1500 ୱାର୍ଡ ଶିଖି ପାରୁନାହାନ୍ତି, କିନ୍ତୁ ଆପଣ ଗୋଟେ ସପ୍ତାହରେ ଶିଖିପାରିଲେ। ତାର ଇଜିଏଷ୍ଟ ଟ୍ରିକ୍। ଗ୍ରାମାର ଟା କେମିତି? ଗ୍ରାମାର ଧୀରେ ଧୀରେ ହେଇଯାଏ। ଯେମିତି ଆମେ ଜନ୍ମରୁ କଥା କହିପାରୁନାହାନ୍ତି, କଥା ଶିଖିଲେ ତା ପାଇଁ ଆପଣ ଧୀରେ ଧୀରେ ଯେତେବେଳେ ପଢିବେ ଆପଣଙ୍କ ବାକ୍ୟ ଶୁଦ୍ଧି ଆସିବ, ଧୀରେ ଧୀରେ ସେଇଥିରୁ ଆପଣ ଡେଭଲପ କରିବେ। ତାପରେ ଆପଣଙ୍କ ଯୋଉ ଜେନେରାଲ ନଲେଜ ରହିଲା ବହୁତ ସିଲାବସ ତାର ଅଧିକା ରହୁଛି, ତାକୁ କିପରି ପଢିବା? ଜେନେରାଲ ପଢିବାର ଇଜିଏଷ୍ଟ ଟ୍ରିକ୍ ହଉଛି ଆପଣ ପଢି ଚାଲନ୍ତୁ। ରାତିରେ ଶୋଇବା ପୂର୍ବରୁ 10 ମିନିଟ୍ ହଉ କି 15 ମିନିଟ୍ ହଉ, ଯୋଉ 10 ମାର୍କର କୁଇଜ ସବୁ ଆସେ, ମୁଁ ପ୍ରିପେୟାର କଲା ବେଳେ ମୁଁ 10 ମାର୍କର କୁଇଜ ଟାକୁ ମୁଁ ରାତିରେ ଶୋଇଲା ବେଳେ 10-15 ମିନିଟ୍ ମୋବାଇଲରେ ବସିକି ଦେଇଦିଏ, ରିଭିଜନ କରିଦିଏ। ତ ମୋର ପ୍ରାୟତଃ 10ରୁ 4, 5, 6, 7, 8 ଏମିତି ରହେ। ବଟ୍ ତାପରର ୱାର୍କ ହଉଛି ସେଇ 10ଟା କ୍ୱେଶ୍ଚିନ୍ ଆପଣ 100ଟା କ୍ୱେଶ୍ଚିନ୍ ବାହାର କରିବେ। ଯଦି ଯୋଉ ଦିନ ଆପଣ 10ଟା କ୍ୱେଶ୍ଚିନ୍ 100ଟା କ୍ୱେଶ୍ଚିନ୍ ବାହାର କରିପାରିବେ, କେମିତି? ଇଣ୍ଡିଆର କ୍ୟାପିଟାଲ କଣ? ନ୍ୟୁ ଦିଲ୍ଲୀ। ନ୍ୟୁ ଦିଲ୍ଲୀ ଇଣ୍ଡିଆର କୋଉ ସାଇଡରେ ଅଛି? ନ୍ୟୁ ଦିଲ୍ଲୀର ପପୁଲେସନ କେତେ? ନ୍ୟୁ ଦିଲ୍ଲୀର ସିଏମ୍ କିଏ? ନ୍ୟୁ ଦିଲ୍ଲୀର ଡେପୁଟି ସିଏମ୍ କିଏ? ନ୍ୟୁ ଦିଲ୍ଲୀର କେତେଟା ଆସେମ୍ବଲି କନଷ୍ଟିଚ୍ୟୁଏନ୍ସିରେ କେତେ ଜଣ ମେମ୍ବର ଅଛନ୍ତି? କେତେ ଜଣ ଲୋକସଭାକୁ ଯାଉଛନ୍ତି? କେତେ ଜଣ ରାଜ୍ୟସଭାକୁ ଯାଉଛନ୍ତି? ଡିପ୍ ଆନାଲିସିସ୍ ଡିପ୍ ଆନାଲିସିସ୍ ହଉଛି ଇମ୍ପୋର୍ଟାଣ୍ଟ। ଯେତେ ଆପଣ ୱାନ୍ ଲାଇନର ପଢିଲେ ଆପଣ କେବଳ ଇନଫର୍ମେସନ ପାଇବେ, ବଟ୍ ତାକୁ ମନେ ରଖିପାରିବେନି। ଆମକୁ ଡିଟେଲ୍ସ ଯଦି ଆନାଲିସିସ୍ କରିବେ Right. ଆମକୁ ବହୁତ ସାରା ଇନଫର୍ମେସନ ମିଳିବ। ଯଦି 10ଟା କ୍ୱେଶ୍ଚିନ୍ ଆପଣ 100ଟା ବାହାର କଲେ, ତାହେଲେ ଇମାଜିନ୍ କରିପାରନ୍ତୁ 100ଟା କ୍ୱେଶ୍ଚିନ୍ ଆପଣ 10,000 ବି ପହଞ୍ଚେଇ ପାରିବେ। ତ 10,000 କ୍ୱେଶ୍ଚିନ୍ ଗୋଟେ ବୁକ୍ ରେ ନଥାଏ। ଯେତେବେଳେ ଜଣେ ନିଜେ ଆନାଲିସିସ୍ କରେ ସେଇଟା ହିଁ ମନେ ରହେ। ହଁ। ଆଉ ଜଣେ ଯଦି କହିଦଉଛି ଗୋଟେ କ୍ୱେଶ୍ଚିନ୍, ସେ ଗୋଟେ କ୍ୱେଶ୍ଚିନ୍ ମନେ ଦେବେ। ହଁ, ନିଶ୍ଚିନ୍ତ। ଆଉ ଗୋଟେ ଆଦେହରେ ମୁଁ ପଏଣ୍ଟ ଆଡ୍ କରିବି, ମୁଁ ଯେତେବେଳେ କୋଚିଂ ନଉଥିଲି ସେଠି ଆମର ଜଣେ ସାର୍ ଥିଲେ, ଦିଲ୍ଲୀପ ସାର୍। ମୁଁ ତାଙ୍କୁ ବହୁତ ରେସପେକ୍ଟ କରେ, ସେମାନେ ମତେ ବହୁତ ହେଲ୍ପ କରିଥିଲେ ମୋ ପାଠ ପଢାରେ। ସେ ମତେ ଜଣେଇଥିଲେ ଯେ ଆମେ ଯାହା ପଢୁଛୁ ଫାର୍ଷ୍ଟ ଡେରେ, ଯେତେବେଳେ ସେ ଫାର୍ଷ୍ଟ କ୍ଲାସ ନେଲେ, ତାଙ୍କର ଗୋଟେ କଥା ମତେ କମ୍ପିଟିଟିଭ ଏକ୍ସାମ ରୁ ବାହାରି ଯିବା ପାଇଁ ବାଧ୍ୟ କରିଥିଲା। ଗୋଟିଏ କଥା ମତେ କହିଲେ, ମୁଁ ଏଠି ତମକୁ ଯାହା ବି ପଢେଇବି ସେ ସବୁ କିଛି ତମ ଏକ୍ସାମ ରେ ପଢିବନି। ମୁଁ ସକ୍ ହେଇଗଲି, ତ ମୁଁ କାହିଁକି ଏଇଟା ପାଠ ପଢିବି? କିନ୍ତୁ ସମୟ ଗଢିବା ସହିତ ମୁଁ ବୁଝିପାରିଲି ତା ସେ କଥାର ତାତ୍ପର୍ଯ୍ୟ କଣ। ଯଦି ସେ ସାର୍ ସେଦିନ କହିଦେଇଥାନ୍ତେ ଏଥିରୁ ସିଓର ସର୍ଟ କ୍ୱେଶ୍ଚିନ୍ ଆସିବ, ତାହେଲେ ମୁଁ କେବଳ ସେତିକି ହିଁ ପଢିଥାନ୍ତି, ତାଠୁ ଆଗକୁ କେବେ ବି ପ୍ରିପେୟାର ହେଇନଥାନ୍ତି। ମାଇଣ୍ଡଟା ସେଇଠି ବନ୍ଦ ହେଇଯାଏ। ମାଇଣ୍ଡ ସେଇଠି ସ୍କୁଇଜ୍ ହେଇଯାଇଥାନ୍ତା ଆପଣଙ୍କର, ଆଉ ଆପଣ ଭାବି ପାରିନଥାନ୍ତେ ଯେ ମୁଁ ଆଗକୁ ଯାଇପାରିବି ବୋଲି। ମାନେ ୟୁଟ୍ୟୁବରେ ବହୁତ ସାରା ପିଡିଏଫ ନୋଟ୍ସ କ୍ଲାସ ସବୁ ରହୁଛି, ମାନେ ଆମକୁ ବହୁତ ସାରା ଅପରଚୁନିଟି ମିଳୁଛି। ତାକୁ କିପରି ଆମେ ପଢିବା, ମାନେ କରେଣ୍ଟ ମାନେ ସୋର୍ସ କଣ, ଆମର ଇମ୍ପୋର୍ଟାଣ୍ଟ ସୋର୍ସ କୋଉଟା? ଯଦି ଆପଣ କରେଣ୍ଟ ଆଫେୟାର୍ସ ପଢିବା ପାଇଁ ଚାହୁଁଛନ୍ତି, ନିଜ ସମୟରୁ କିଛି ସମୟ ବାହାର କରି ନ୍ୟୁଜ ଦେଖନ୍ତୁ, ନ୍ୟୁଜ ପେପର ପଢନ୍ତୁ। ଓଡିଆ ବି ହଉ, ଓଡିଆରେ ବି ଇନଫର୍ମେସନ ଆସୁଛି, ନିଜ ରାଜ୍ୟର ଜିଲ୍ଲାର ତଥା ଆମର ଦେଶର କିଛି ଇନଫର୍ମେସନ ବି ଆସୁଛି। ସେଠି କରେଣ୍ଟ ଆଫେୟାର୍ସ ଆପଣ ପାଇପାରିବେ, ମନ୍ଥଲି ମ୍ୟାଗାଜିନ୍ସ ଆସୁଛି, ଇଣ୍ଟରନ୍ୟାସନାଲ ଇଭେଣ୍ଟସ ସେଗୁଡା ପାଇପାରିବେ। ତା ସହିତ ଷ୍ଟାଟିକ ଜିକେ ବି ପାଇପାରିବେ। ତା ସହିତ ଆପଣ ଜୁନିୟର ପିଲାମାନଙ୍କର, ସ୍କୁଲ ଲେଭେଲ ପିଲାଙ୍କର ଯୋଉ ଏନସିଆରଟି ବହି ରହୁଛି ଇଂଲିଶ ମିଡିୟମର ହଉ, ତାକୁ କିଛି କିଛି ଅଧ୍ୟୟନ କରନ୍ତୁ। ସେଟା ଫ୍ରି ଅଫ କଷ୍ଟରେ ବି ମିଳିଯାଇପାରେ। ପିଲାମାନେ ପଢୁଛନ୍ତି ତାଙ୍କର ସ୍କୁଲ ସରିଲା ପରେ, ସେଥିରୁ ଆପଣ ବହୁତ ଡିପ୍ ଇନଫର୍ମେସନ ପାଇପାରିବେ ଆଉ ଡିଟେଲ ପାଇପାରିବେ। ମହେଞ୍ଜୋଦାର କଣ, ହରପ୍ପା କଣ, ଏଠୁ କଣ କଣ ଆମେ ପାଇଥିଲେ, ଆଉ ଗ୍ରେଟ୍ ବାଥ୍ କଣ, ସେଥିରୁ ଡିଟେଲ ଆମେ ସେଇଠୁ ପାଇପାରିବା। ବଟ୍ ଆମେ ୱାନ୍ ଲାଇନର ପଢିଲେ କେବଳ ଆମେ ପଢିପାରିବା ଯେ ଗ୍ରେଟ୍ ବାଥ୍ ଟା କୋଉଠି ଥିଲା, ବଟ୍ ତା ଡିଟେଲ ବିଷୟରେ ଜାଣିପାରିବାନି। କାହିଁକି ନା ଗୋଟେ ଗପ ଭିତରେ ବହୁତ କିଛି ଇନଫର୍ମେସନ ଥାଏ, ବଟ୍ ଏଠି ଇନଫର୍ମେସନ ଭିତରେ କିଛି ଗପ ନଥାଏ। ଆମକୁ ସେ ଇନଫର୍ମେସନ ଭିତରୁ ଗପଟିକୁ ସାଉଁଟି ଆଣିବାକୁ ପଡିବ। ଏବେ କଣ୍ଟେଣ୍ଟ ବହୁତ ସାରା ହେଇଗଲାଣି, ମାନେ କୋଉ ରାଇଟ ୱେରେ ପଢିବା, ମାନେ ସୋର୍ସ ବହୁତ ଆମର ଅଛି। ସବୁ କୋଚିଂ ଇନଷ୍ଟିଚ୍ୟୁଟ ମାନେ କଣ କରୁଛନ୍ତି, ମାନେ ଆମର ଏଇଟା ନିଅ, ଆମର ସେଇଟା ନିଅ, ସବୁ ପ୍ରମୋସନ କରୁଛନ୍ତି। ଗୋଟେ ଯୋଉ ପିଲା ଜାଣିନି, କିଛି ବି ଜାଣିନି, କିପରି ଏଇଟା ଦେଖିବା ଆମେ କୋଉଠି ପଢିବି? ଫାର୍ଷ୍ଟ ଅଫ ଅଲ୍ ସବୁ ଇନଫର୍ମେସନ ଆପଣ ନିଜେ ଷ୍ଟଡି କରନ୍ତୁ। ଯୋଉ ଇନଫର୍ମେସନ ଆପଣଙ୍କୁ ସୁଇଟେବଲ ଲାଗିବ, ଯେ ନାଇଁ ମତେ ଏଇଟା ମୁଁ ୟା ଥ୍ରୁରେ ଗଲେ ମତେ ଠିକ ଲାଗୁଛି, କାହିଁକି ନା ହୁଏତ ଯୋଉଟା ମତେ ଠିକ ଲାଗିପାରେ ସେଟା ଆଉ କାହାକୁ ଭୁଲ ଲାଗିପାରେ। ଧୀରେ 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 ଯେତେବେଳେ ଆପଣ ମୁଁ ଯୋଉ ଫାଷ୍ଟ ଯୋଉଟା କହିଛି, ଆପଣ ହାର୍ଡ ୱାର୍କ କଲା ପରେ ଯାଇକି ସ୍ମାର୍ଟଲି ଚୁଜ୍ କରିପାରିବେ। ମୁଁ ଯେତେବେଳେ ପାଠ ପଢିବା ଆରମ୍ଭ କଲି, ମୋ ୟୁଟ୍ୟୁବରୁ ରେଲୱେ ଷ୍ଟେସନରୁ ୱାଇଫାଇ ଥାଏ, ସେତେବେଳେ ଯାଇକି ସେଠୁ 20-30ଟା ଭିଡିଓ ଡାଉନଲୋଡ କରିଦିଏ। ଗୋଟେ ରାତି ଭିତରେ ତାକୁ ସାରିବାକୁ ଚେଷ୍ଟା କରେ। ତା ଭିତରୁ ବହୁତ ଲୋକ ଏମିତି ଇଆଡୁ ସିଆଡୁ ଭିଡିଓ ବି ବନାନ୍ତି ଭ୍ୟୁଜ ବନେଇବା ପାଇଁ, ମାନେ ମିସଲିଡିଂ କରନ୍ତି, ଯୋଉଟା କି ଆପଣ କହିଲେ, ଯୋଉଥିରେ କି ପିଲାମାନଙ୍କର ଲସ୍ ହୁଏ ଟାଇମ।
बट आपण केमिति जानि परिबे जे की ठीक भूल सेटा निजर निजर ही डेवलपमेंट हेले ही आपण जानि परिबे ता सहित जोटी देखिबे जोटी फ्री ऑफ कॉस्ट रे दउछन मु न्यू एस्पिरेंट मानु कहूछ कोनोसी पेड चैनल को एबे ग्रहण करंतन काहे पेड चैनल ग्रहण कले पूरा मु कहली से माने जति पढेबे आपण सेति ही जानिबे यदि फ्री रे आपण देखिबे किछि निजे डेवलप करबे काहे ना मु निजे जानिछि कॉम्पिटिटिव प्रिपेयर करत पिलांकर संघर्षर कहानी आ लैक ऑफ मनी रो वैल्यू कोन मु जानिछि ମାନେ ଦେଖିବାକୁ ଗଲେ ସବୁଟା ଯୋଉ କମ୍ପିଟେଟିଭ ଷ୍ଟୁଡେଣ୍ଟ ଯୋଉମାନେ ଜବ୍ ପାଉନାହାନ୍ତି ତାଙ୍କ ଭିତରେ ମିଷ୍ଟେକ୍ କ'ଣ ରହୁଛି କ'ଣ ପାଇଁ ସେ ପାଉନାହାନ୍ତି मिस्टेक आज्ञा बहुत गुड़े कारण हो पारे फास्ट जिनस गोटे जिनस जदि आम करेन्ट रिपीटेडली पछरे न लगे जी भी जॉब पाई मु तो एका जॉब पाइनि मो बैच रे 2000 प्लस पिला जॉब पाइथिले बट 20000 प्रिपेयर करथिले कथार अछि राजा जोग भाग्य रे थिले मिले किंतु से भाग्यटा उदय हवा पई सेति पे संघर्ष करिया को भी पड़े प्रथम जिनस मु कहया चाहिबी संघर्ष जारी रखंतुनी संघर्ष केबे अधार छाडंतुनी अधार छाड़ी देले सेंतरे भी पाइबेनी जदि मु 2018 रे पढ़िबा छाड़ी देई थाने 2019 रे चाकरी पाइ पारन थांदी तापर धीरे धीरे पुनी 2019 रो जते बेले मु पुनी एग्जाम देली कटक डिस्ट्रिक्ट रे पाइली जदि मु 2021 19 रे परीक्षा न देई थांदी मु भी आज कटक डिस्ट्रिक्ट रे न थांदी जॉब पले भी आपण पढ़ा करूथली ने गोटे पिला केमि जानियो मु केते वर्ष पर्यंत प्रिपरेशन करिवि सेटा निजर स्किल ऊपर डिपेंड करे ताहार 6 मास को किछि पिला अछंदी 6 मास रे क्रैक करछंदी किछि पिला अछंदी 10 वर्ष भी लागुछि समान को प्रिपेयर करछंदी पाउछंदी भी जॉब मु भी देखिछि मो सहित प्रिपेयर करथया पिला माने 12 वर्ष 15 वर्ष पर भी जॉब पाइछंदी फिजिकल आपण देखिबे सकाळ उठी कोनसी ग्राउंड रे छोट छोट पिला माने संघर्ष करछंदी सकाळ उठी के आर्मी पे प्रिपेयर हो डिफेंस पे प्रिपेयर हो पुलिस पे प्रिपेयर हो फिजिकल प्रिपेयर करी खरा बेला से लाइब्रेरी रे बसी पाठ पढछंदी तो डिपेंड करे प्रिपरेशन ऊपर और दैट इज टू बी राइट वे रे जदि आपण दशम श्रेणी पाठ बही बसी पढ़िबे आपण कहबे जे मु यूपीएससी क्लियर करिवि एबे आपण हेइ परिबो नै सेतपे प्रथम कहली मो जने गुरु दरकार गुरु बिना सब अंधार जे राइट गाइडेंस टेक Right. तो टाइम रे कोन पढिबो तुम कोन पढि पढ़ा टाइम रे डिस्ट्रैक्शन की पूरा में बंचिला पढ़ा टाइम रो डिस्ट्रैक्शन बंचिबा सब किछि निर्भर करे आपण ऊपर जदि आपण को लागु जे ए एनवायरनमेंट रे आपण पढ़ी पारु नांदी पढ़ाटा को बंद करंतु से एनवायरनमेंट रे निजे को मजा रे बुड़े दियंतु जेतेबेले से मूवमेंट पास हे जो पुणी आपण आसी निजे पाठ पढ़ा लागि जांतु ने टाइम रे कम्पिटिटिव टाइम रे भी माने सांगो साथी हला कि लाइफ पार्टनर हला ए सब भी आसी थाए तो ताको किपरि माने बहुत हैंडल करबा डिपेंड करे आमे सब केमिति करे निज हाथ रे अछि जदि हमर सांगो साथी बहुत अछंती आमे तांग सहित बुलिबा पई जिबा तो सी टाइम रे पढ़ाटा पॉज कर दवा जदि आपण चाहछन जे नै मु कोनोसी सांग साथी जिबिनी मु मोर फास्ट लक्ष्य मु केमिति जॉब पाइबी दैट्स ओके बट पॉसिबल हे न था सेही क्षेत्र रे ही पिला माने फेलियर होंती जे निज को सबुतिर साइड कर दियंती जॉब पाया पई बहुत कम पिला एथिरे सक्सेस हे थांदे और किंतु देखिए आपण माने मैक्सिमम पिला जीवन सक्सेस हेरानी से माने समस्त को बैलेंस करी धीरे धीरे चलन हां टाइम कमेबा को पड़े जोटा हम सांग साथी रे खेलुतले 4 घंटा 5 घंटा गोटे घंटा खेली परिबा प्रिपरेशन में अधिक टाइम दवा आ क्वालिटी टाइम दरकार ना कि आमे दिन राति बसी की गोटे टेबल चेयर बसी की रटा मारिबा पढिबा किंतु पाठ रे मन नथिबो सेमति हेले केबे भी आपण सक्सेस हे परिबे नाही यदि आपन बहुत सारा फ्रेंड अछंती कोन कारो किछि माने दरकार हेल्प दरकार से तुमको डाकुछु तुम निश्चिंत जीवा दरकार। जहां पड़िबो निश्चिंत जीवा दरकार तो पढ़ा टाइम तो लॉस हो ना ना लॉस हबनी किपरि तो मैनेज करियो यदि समस्त माने रेगुलर रहउथिबो मु प्रथम रो कहली जने फ्रेंड आपन बारंबार डाकुछ तो ता पई किछि टाइम देखो दरकार आपन जो टाइम में से डाकुछ आपन इवनिंग टाइम रे डाकुछ पढ़ा टाइम आपन इवनिंग टाइम रे डाकुछ मु जदी कहूची गोटे एग्जाम आपन केते टाइम दियंती 1 आवर राइट 1 आवर इज इनफ पढ़िया पई इनफ गोटे वीएसटी दियंतु तापर जानतु ताको हेल्प करंतु आफ्टर रिटर्निंग ताको एनालाइज करंतु मु प्रथम रो कहली माने क्वांटिटी दरकार नाही ओनली क्वालिटी दरकार हार्ड वर्क करि दियंतु 6 मास हार्ड वर्क करे पे 6 मास होची इनफ तापर स्मार्ट वर्क आपन करिबे दिन केते घंटा पढ़िया दरकार सेल्फ स्टडी मॉर्निंग मो निज कथा कहबी मु सेमती टाइम काउंट करेनी मते जते बेले फ्लेक्सिबल लागे जते बेले देखुची हम गाँ रो सिचुएशन भलो नाही गाँ रे बाजा बाजुची माइक बाजुची सेई टाइम रे मु पढ़ा पॉज करिकी मु सेई मोमेंट टा को एन्जॉय करे
ସେ ନହେଲେ ଆପଣଙ୍କ ମାଇଣ୍ଡ ସ୍କୁଇଜ୍ ହେଇଯିବ, ଆପଣ ପଢି ପାରିବେନି। ଆପଣଙ୍କ ମାଇଣ୍ଡଟା ଥିବ ଏନ୍ଜୟମେଣ୍ଟରେ, ଗୋଟେ ଆପଣଙ୍କ ବୁକ୍ ଡାକୁଥିବ ପଢ, ନା ଆପଣ ବୁକ୍ ର ସାଥୀ ହେଇପାରିବେ ନା ଏନ୍ଜୟମେଣ୍ଟକୁ ଏନ୍ଜୟ କରିପାରିବେ। ଆପଣ ମଝିରେ ରହିଯିବେ ଦୋଛକିରେ, ଯେମିତି କୁହନ୍ତି ଦିଟା ନଙ୍ଗାରେ ଗୋଡ ଦେଲା ଭଳିଆ, ସେଇଭଳି ସିଚୁଏସନରେ ଆପଣ ଫସିଯିବେ। फिर भी କେତେ ମିନିମମ୍ ଗୋଟେ କେତେ ଆୱାର ପଢିବା ଦରକାର? ମିନିମମ୍ 4 to 5 hours enough. 4 to 5 hours enough to enough. That is to quality, not quantity. ଆଉ ଏବେ ଗୋଟେ ସବୁଠାରୁ ବଡ ପ୍ରୋବ୍ଲେମ ଯୋଉଟା ଫେସ୍ କରୁଛନ୍ତି ସୋସିଆଲ ମିଡିଆ, Social ଇନଷ୍ଟାଗ୍ରାମ ସ୍କ୍ରଲ, ରିଲ ତ ଆଗରୁ ନଥିଲା, ଏବେ ବହୁତ ରିଲ ଦେଖୁ କେତେବେଳେ ଘଣ୍ଟା 2 ଘଣ୍ଟା ପଳେଇ ଜଣା ପଡୁନି। ସେଇଟା କିପରି ହ୍ୟାଣ୍ଡଲ କରିବେ ପିଲାମାନେ? ଫାଷ୍ଟ ଜିନିଷ ମୁଁ ସେଇଟାକୁ ମୁଁ ତ ସେଇ ଟାଇମରେ ଫେସ୍ କରିନଥିଲି ସ୍କ୍ରଲ୍ ଦେଖିବା ପାଇଁ। ମୁଁ ନିଜେ ବି ଅନୁଭବ ଏବେ କରିପାରୁଛି, ଏଟା ଆମକୁ ଗୋଟେ ଡ୍ରଗ ଟାଇପ ର ହେଇଗଲାଣି, ଆଡିକ୍ସନ ବା ଡ୍ରଗ ଟାଇପ ର, ଯୋଉଟା କି ଆମେ ଛାଡିଲେ ଆମେ ରହିପାରୁନେ। ତାର ଗୋଟେ ବେଷ୍ଟ ସଲ୍ୟୁସନ ହଉଛି ମୋବାଇଲ ଟାକୁ ଗୋଟେ ଘରେ ରଖି ଦିଅନ୍ତୁ, ଆପଣ ଆଉ ଗୋଟେ ଘରକୁ ପଳାନ୍ତୁ, କିମ୍ବା ମୋବାଇଲ ଠାରୁ 50 ମିଟର ହଉ କି 100 ମିଟର ଡିଷ୍ଟାନ୍ସ ମେଣ୍ଟେନ କରିବାକୁ ଚେଷ୍ଟା କରନ୍ତୁ। ମୁଁ ଜାଣିଛି ଆପଣ କରିପାରିବେନି, କିନ୍ତୁ ଚେଷ୍ଟା କରନ୍ତୁ। ଅର୍ ଆପଣ ଫୋନ ଯେତେବେଳେ ଆପଣ ପାଠ ପଢିବା ପାଇଁ ଏବେ ତ ନିହାତି ଫୋନ ଦରକାର, ତ ସେଥିପାଇଁ ଆପଣ ଫ୍ଲାଇଟ୍ ମୋଡରେ ରଖିଦିଅନ୍ତୁ। ନେଟରୁ କଣ୍ଟେଣ୍ଟ ଡାଉନଲୋଡ କରିଦିଅନ୍ତୁ, ଫ୍ଲାଇଟ୍ ମୋଡରେ ରଖିଦିଅନ୍ତୁ, ଘଣ୍ଟେ ପାଇଁ ପଢନ୍ତୁ, ତାପରେ ଟିକେ ଭଲ ନ ଲାଗିଲା ପୁଣି ନେଟ୍ ଅନ୍ କରିକି ଆପଣ ପୁଣି କାମରେ ଲାଗିଯିବେ। କୌଣସି ଜିନିଷକୁ ଆପଣ ଜବରଦସ୍ତି ମାଡି ବସି ଧରିବେନି। ଟୁ ମଚ୍ ଆଡିକ୍ସନ ଡେଞ୍ଜରିୟସ୍ ଟୁ ହେଲ୍ଥ। ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟର ୱାର୍କ ପ୍ରୋଫାଇଲ କ'ଣ ରହୁଛି? ବେସିକାଲି ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ର କାମ ତ ବହୁତ ଅଛି, ବହୁତ ସେଗମେଣ୍ଟରେ। ବେଶୀ ଆମର ମେଜର କାମଟା ରହେ ରେଭିନ୍ୟୁ ପାର୍ଟରେ, ଯୋଉଟା କି ତହସିଲ ମାନଙ୍କରେ ଆପଣମାନେ ଜାଣିଥିବେ ଲ୍ୟାଣ୍ଡ ରିଲେଟେଡ ଯେତେ ସବୁ କାମ, ଏମର୍ଜେନ୍ସି ରିଲେଟେଡ ଯେତେ କାମ, ବନ୍ୟା, ବାତ୍ୟା, ମରୁଡି, ଭୂମିକମ୍ପ, ଯାହା ବି ସବୁ ନ୍ୟାଚୁରାଲ ଡିଜାଷ୍ଟର ଆସୁଛି, ସେ ଟାଇମରେ ରେଭିନ୍ୟୁ ଆସିଷ୍ଟାଣ୍ଟ ମାନଙ୍କର କାମ ବହୁତ ଗୁଣା ବଢି ଯାଇଥାଏ। ଆମର ତହସିଲ ମାନଙ୍କର ଥାଏ ମେଜର ଗୋଟେ ରେକର୍ଡ ରୁମ୍, ଯୋଉଥିରେ କି ଗୋଟେ ଜିଲ୍ଲାର ଗୋଟେ ଯେତେ ସବୁ ଆମର କଟକ ଜିଲ୍ଲାର ଯେମିତି 15ଟା ତହସିଲ ଅଛି, ସବୁର ଇଚ୍ ଆଣ୍ଡ ଏଭ୍ରି ପର୍ସନ ଲ୍ୟାଣ୍ଡ ଡିଟେଲ୍ସ ମ୍ୟାଟର ଗୁଡା ଆମେ ରେକର୍ଡ କରିକି ରଖୁ, ଫିଜିକାଲି ଆଣ୍ଡ ଡିଜିଟାଲି ବୋଥ। ଆଣ୍ଡ ଆପଣଙ୍କର ଯେତେ ସବୁ ପିଲାମାନଙ୍କର ଆସ୍ପିରାଣ୍ଟ ମାନଙ୍କର ସାର୍ଟିଫିକେଟ ଇସ୍ୟୁଡ ହଉଛି, ଆମର ରେସିଡେଣ୍ଟ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ, ଇନକମ ସାର୍ଟିଫିକେଟ, ଆଉ ରହିଲା ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ, ସଲଭେନ୍ସି ସାର୍ଟିଫିକେଟ, ଏସବୁ ବି ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ମ୍ୟାନେଜ କରନ୍ତି। ଆଣ୍ଡ ଆଉ ଆମର ରହିଲା ଏଷ୍ଟାବ୍ଲିଶମେଣ୍ଟ ମ୍ୟାଟର, କଟକ ଜିଲ୍ଲାରେ ସବୁ ଷ୍ଟାଫ ମାନଙ୍କର ଟ୍ରାନ୍ସଫର ପୋଷ୍ଟିଂ, କାହାର ପେ ଫିକ୍ସେସନ, ସେ ସବୁ ବି ଫିକ୍ସ କରନ୍ତି। ଆଣ୍ଡ ଆଉ ଗୋଟେ ମେଜର ଜିନିଷ ରହିଲା, କଟକ ଡିଷ୍ଟ୍ରିକ୍ଟର ଗୋଟେ ଇଲେକ୍ସନ ସେକ୍ସନ ଥାଏ, ଯୋଉଟା କି ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ମ୍ୟାନେଜ କରିଥାନ୍ତି। ସେଥିରେ ଆମର ଯୋଉ ଇଲେକ୍ସନ ମ୍ୟାଟର ହୁଏ, ଆମର ସାଇମଲ୍ଟେନିୟସ୍ ଆସେମ୍ବଲି ଇଲେକ୍ସନ ହଉ, ପଞ୍ଚାୟତ ଇଲେକ୍ସନ ହଉ, ଏସବୁ ମ୍ୟାନେଜ କରନ୍ତି ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ। ଜୁନିୟର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ, ସେକ୍ସନ ଅଫିସର, ଏଇଭଳି ଆମର ରାଙ୍କ୍ସ ରହିଛି। ଏବେ ଏଷ୍ଟାବ୍ଲିଶମେଣ୍ଟ ଅଫିସର ବି ଏନଫୋର୍ସ ଅଛି। ସମସ୍ତେ କାମରେ ଏନଗେଜ ରୁହନ୍ତି 24/7। ଏମର୍ଜେନ୍ସି ଟାଇମରେ ତ 24/7 ଆଲର୍ଟ ରୁହନ୍ତି। ତା ସହିତ ଆମର ରେନ୍ ସିଜନରେ ସବୁ ଷ୍ଟାଫ ମାନେ ରୋଷ୍ଟର ଡ୍ୟୁଟି ପଡେ, ଇନ ଆଡିସନ ଟୁ ଦେୟାର ଓନ୍ ଡ୍ୟୁଟି। ସମସ୍ତେ କଣ୍ଟ୍ରୋଲ ରୁମରେ ରହନ୍ତି, ଯୋଉଟା କି କିଛି କଲ୍ ଆସିଲେ, କୋଉଠି ଏମର୍ଜେନ୍ସି କିଛି ପ୍ରୋବ୍ଲେମ ଘଟିଲେ ତୁରନ୍ତ ସେମାନେ ଡିଷ୍ଟ୍ରିକ୍ଟ ଅଫିସକୁ ଇନଫର୍ମ କରାନ୍ତି, ଆଉ ତା ରିଲେଟେଡ କାମ ବି ସେଇଠାରେ ଫଙ୍କସନ କରାଯାଏ। ତା ସହିତ ଆମର ରେଭିନ୍ୟୁ ରିଲେଟେଡ ଯୋଉ କାମ ରହିଲା, ଗଭର୍ଣ୍ଣମେଣ୍ଟ ଜମି ଲିଜ ଦିଆହବ, କିମ୍ବା ପ୍ରାଇଭେଟ ଜମିରେ ଯଦି କିଛି ରାସ୍ତା ଯାଉଛି କୋଉଠି, କି ଗୋଟେ ଗଭର୍ଣ୍ଣମେଣ୍ଟର ଗୋଟେ ବଡ ପ୍ରୋଜେକ୍ଟ ହଉଛି, ସେଠି ଲ୍ୟାଣ୍ଡ ଆକ୍ୱିଜିସନ କରାହଉଛି ପ୍ରାଇଭେଟ ଲ୍ୟାଣ୍ଡକୁ, ଆମର ତା ପାଇଁ ଗୋଟେ ଲ୍ୟାଣ୍ଡ ଆକ୍ୱିଜିସନ ସେକ୍ସନ ଅଛି। ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ରିଲେଟେଡ, ମହାପ୍ରଭୁ ଜଗନ୍ନାଥଙ୍କ ଲ୍ୟାଣ୍ଡ ରିଲେଟେଡ ଗୋଟେ ସେକ୍ସନ ବି ରହିଛି। ତା ସହିତ ଆମର ଜୁଡିସିଆଲ ମ୍ୟାଟର ଯେତେ ସବୁ ରହୁଛି, ଲ୍ୟାଣ୍ଡ ରିଲେଟେଡ ଯୋଉ କେସେସ୍ ହଉଛି ଗଭର୍ଣ୍ଣମେଣ୍ଟ ଏଗେନଷ୍ଟରେ, ଆମର ରେଭିନ୍ୟୁ ସେକ୍ସନରେ ଆମର ଜୁଡିସିଆଲ ସେକ୍ସନ, ଲ୍ୟାଣ୍ଡ ଆକ୍ୱିଜିସନ ସେକ୍ସନ, ସବୁଠି ଜୁଡିସିଆଲ ଟେଲିଂ ଆସିଷ୍ଟାଣ୍ଟ ମାନେ ବି ରହିଛନ୍ତି, ଯୋଉଟା କି ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ହିଁ ମ୍ୟାନେଜ କରିଥାନ୍ତି। ଆମର ଗୋଟେ ରହିଛି ତୌଜି। ତୌଜିରେ ଆମର ଯେତେ ସବୁ ସୈରାତ ସୋର୍ସେସ ରହୁଛି, ଯୋଉ ବାଲିଘାଟ, ମାଇନର ମିନେରାଲ, ସେଗୁଡିକ ବି ଆମେ ମାନେ ଜୁନିୟର ଆସିଷ୍ଟାଣ୍ଟ, ସିନିୟର ଆସିଷ୍ଟାଣ୍ଟ, ଏମାନେ ସବୁ ସେଇଟାକୁ ଡିଲ୍ କରନ୍ତି। ତା ସହିତ ଆପଣମାନଙ୍କର ସବୁ ବେଞ୍ଚ କ୍ଲର୍କ ରହିଥାନ୍ତି, ପୋଷ୍ଟ ସିନା ବେଞ୍ଚ କ୍ଲର୍କ, କିନ୍ତୁ ଜୁନିୟର ସିନିୟର ଆସିଷ୍ଟାଣ୍ଟ ମାନେ ଏସବୁ କାମକୁ କରିଥାନ୍ତି। ଏମର୍ଜେନ୍ସି ସେକ୍ସନ ଆପଣମାନଙ୍କୁ କହିଲି, ଯାହାବି ଆମର ଯୋଉ ସିଏମ ଅଛି, ମିନିଷ୍ଟର ରିଲିଫ ଫଣ୍ଡ, ଆମର ଯୋଉ ଦୈବିକ ଦୁର୍ବିପାକ ସମୟରେ ଯଦି କିଛି ଲୋକର ଡେଥ ହଉଛି, ରେଡ କ୍ରସ ଆମର ଯୋଉ ରହୁଛି,
ରେଡ କ୍ରସ ର ବି ଗୋଟେ ସେକ୍ସନ ରହୁଛି ଯୋଉଟା କି ଜୁନିୟର ଆସିଷ୍ଟାଣ୍ଟ ସିନିୟର ଆସିଷ୍ଟାଣ୍ଟ ସବୁ ଷ୍ଟାଫ ମାନେ କାମ କରୁଛନ୍ତି। ତା ସହିତ ବ୍ଲକ ମାନେ ଆପଣ ଜାଣିଥିବେ ପିଆର ଡିପାର୍ଟମେଣ୍ଟ ଗୋଟେ ରହିଛି, ପଞ୍ଚାୟତ ଡିପାର୍ଟମେଣ୍ଟ ରେ ବି ଆମର ଜୁନିୟର ରେଭିନ୍ୟୁ ଷ୍ଟାଫ ମାନେ କାମ କରୁଛନ୍ତି। ୱେଲଫେୟାର ସେକ୍ସନ DW ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସ ରେ ବି ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ କାମ କରୁଛନ୍ତି। SSPD ବିକଳାଙ୍ଗ ଆମର ଅକ୍ଷମ ଯୋଉ ଲୋକମାନଙ୍କ ପାଇଁ ତାଙ୍କର ବେନିଫିସିଆରୀ ପାଇଁ ବି ଆମର କିଛି ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ କାମ କରୁଛନ୍ତି। ତାଙ୍କର କେମିତି ସବୁ ସୁବିଧା ଲୋକଙ୍କ ପାଖରେ ସୁଚାରୁ ରୂପେ ପହଞ୍ଚି ପାରିବ। ଏହା ସହିତ ଗଭର୍ଣ୍ଣମେଣ୍ଟ ଲିଡର ଆମର ସରକାରଙ୍କ ପାଇଁ ଯଦି କିଛି କେସ୍ ହେଲା ତାକୁ ଡିଫେଣ୍ଡ କରିବା ପାଇଁ ସରକାର ବହୁତ AGP GP ଆପଏଣ୍ଟ କରିଛନ୍ତି। ସେଇ କ୍ଷେତ୍ରରେ ବି ଆମର ଜୁନିୟର ଆସିଷ୍ଟାଣ୍ଟ ସିନିୟର ଆସିଷ୍ଟାଣ୍ଟ ମାନେ ବି ଗଭର୍ଣ୍ଣମେଣ୍ଟ ଲିଡର ଅଫିସ ରେ ଲାର କୋର୍ଟ ଲ୍ୟାଣ୍ଡ ଆକ୍ୱିଜିସନ ଆଣ୍ଡ ରିହେବିଲିଟେସନ ସ୍କିମ ରେ ଯୋଉ କୋର୍ଟ ଗୋଟେ ରହିଛି ତା ଦେହରେ ବି କାମ କରନ୍ତି। ତା ସହିତ ଆମର ଭେରିୟସ୍ ଯେତେବେଳେ ବି କିଛି ପ୍ରୋଗ୍ରାମସ ଆସେ CM ପ୍ରୋଗ୍ରାମ ହଉ କି ମିନିଷ୍ଟର ପ୍ରୋଗ୍ରାମ ହଉ ସେ କ୍ଷେତ୍ରରେ ବି ସମସ୍ତ ଡିଲିଂ ଆସିଷ୍ଟାଣ୍ଟ ଆମର ଯୋଉଟା କି ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ସମସ୍ତେ ଇନକ୍ଲୁଡିଂ EO ଏଷ୍ଟାବ୍ଲିଶମେଣ୍ଟ ଅଫିସର ମାନେ ମଧ୍ୟ ଯାଇକି ସେଇ ପ୍ରୋଗ୍ରାମ ରେ ଆଟେଣ୍ଡ କରୁ। ଆମେ ଆମ ଡ୍ୟୁଟିକୁ ଯାହାବି ଆମେ ଆସାଇନ କରାଯାଇଥାଏ ସେଟାକୁ ଆମେ ସୁଚାରୁ ରୂପେ ସମ୍ପାଦନ କରୁ। ତା ସହିତ ଆପଣ ଜାଣିଥିବେ ଓଡିଶାର ଲାର୍ଜେଷ୍ଟ ଫେୟାର ଯୋଉଟା କହନ୍ତି ବାଲିଯାତ୍ରା, ତାକୁ ମଧ୍ୟ ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ବି ସେଥିରେ 50% ରୁ 90% ସପୋର୍ଟ କରନ୍ତି। ଲ୍ୟାଣ୍ଡ ଆଲଟମେଣ୍ଟ ଠାରୁ ପେମେଣ୍ଟ ପର୍ଯ୍ୟନ୍ତ ବାଲିଯାତ୍ରାର ଷ୍ଟେଜ ପ୍ରୋଗ୍ରାମ ଆଲଟମେଣ୍ଟ ପ୍ରୋଗ୍ରାମ କେମିତି ଫଙ୍କସନ ହବ ସେଥିରେ ବି ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନଙ୍କର ହାତ ଥାଏ। ତା ସହିତ ଆପଣଙ୍କର ଦେଖିବେ ଯେତେବେଳେ ବି କୌଣସି ଏକ୍ସାମ ହଉଛି ଆମେ ମାନେ ଯୋଉ ଏକ୍ସାମ ଦେଇକି ଜଏନ କରୁଛୁ ବହୁତ ଷ୍ଟାଫ ବହୁତ ଆସ୍ପିରାଣ୍ଟ ମାନେ ବି ଜାଣିନଥିବେ ସେଇ ଏକ୍ସାମ ବି ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ମ୍ୟାନେଜ କରନ୍ତି। ଆମର ଗୋଟେ ଡିଷ୍ଟ୍ରିକ୍ଟ ଏଷ୍ଟାବ୍ଲିଶମେଣ୍ଟ ସେକ୍ସନ ଅଛି ଯୋଉଟା କି ଆପଣଙ୍କର UPSC ଏକ୍ସାମ, OPSC ର ଏକ୍ସାମ, SSB ସର୍ଭିସ ସିଲେକ୍ସନ ବୋର୍ଡ, OSSC, OSSC ତାର ଏକ୍ସାମ କୁ ବି ଆମେ ମାନେ ହିଁ କଣ୍ଡକ୍ଟ କରିଥାଉ। ସେମାନେ କ୍ୱେଶ୍ଚିନ୍ ପେପର ଆଣିକି ଆମକୁ ହ୍ୟାଣ୍ଡ ଓଭର କରନ୍ତି ଆଉ ଆମେ ତାକୁ ସୁଚାରୁ ରୂପେ କେମିତି କୋଉ ଏକ୍ସାମ ସେଣ୍ଟରରେ କ୍ୱେଶ୍ଚିନ୍ ପହଞ୍ଚିବ, ଏକ୍ସାମ କେମିତି କଣ୍ଡକ୍ଟ ହବ, ଏକ୍ସାମ କଣ୍ଡକ୍ଟ ହେଇ ସାରିଲା ପରେ ସେ କ୍ୱେଶ୍ଚିନ୍ ପେପର କେମିତି ଆସି ସେଫଲି ଟ୍ରେଜେରୀରେ ପହଞ୍ଚିବ ଆଉ ଟ୍ରେଜେରୀରୁ କେମିତି ଆମର ବୋର୍ଡ କୁ ଭେରିୟସ୍ ବୋର୍ଡ ଯୋଉ ରହିଛି ସେଠାକୁ କେମିତି ସବୁ ଯିବ ସେ ସବୁ ହିଁ ଆମର ଏଇ ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ହିଁ ମ୍ୟାନେଜ କରିଥାନ୍ତି। ତ ଆପଣମାନେ ଜାଣିପାରୁଥିବେ ରେଭିନ୍ୟୁ ଆସିଷ୍ଟାଣ୍ଟ ର ୱାର୍କ ଲୋଡ ଟା କେତେ ହେଭି ରହୁଛି। ତା ସହିତ ଏଥିରେ ପବ୍ଲିକ ଡିଲିଂ ବି ବହୁତ ରହୁଛି କାହିଁକି ନା ଏଇଟା ସବୁ କାମ ପବ୍ଲିକ ଷ୍ଟୁଡେଣ୍ଟସ ଆଣ୍ଡ ଭିନ୍ନକ୍ଷମ ଲୋକ ସମସ୍ତଙ୍କ ପାଇଁ ଆମେ କାର୍ଯ୍ୟ କରୁଛୁ। ତା ସହିତ ଆପଣ ଜାଣିଥିବେ ସିଭିଲ ସପ୍ଲାଏ ଆମର ଯୋଉ ଧାନ ଯୋଗାଣ ଚାଉଳ ଯୋଗାଣ ବିଭାଗ ଯୋଉ ରହୁଛି ରାସନ କାର୍ଡ ଏସବୁ ମଧ୍ୟ ଆମର ରେଭିନ୍ୟୁ ଆସିଷ୍ଟାଣ୍ଟ ମାନେ ସେଥିରେ କାମ କରୁଛନ୍ତି। ୱାର୍କ ପ୍ରେସର କେତେ ଥାଏ? ୱାର୍କ ପ୍ରେସର ଆଜ୍ଞା ସବୁଥିରେ ଅଛି। ଯୋଉଥିରେ ପ୍ରେସର ନାହିଁ ସେଥିରେ କିଛି କାମ ହିଁ ନାହିଁ। ଯଦି ପ୍ରେସର କିଛି ନାହିଁ କିଛି କାମ ନାହିଁ ତ ସେଥିରେ କିଛି ଜବ ବି ରହିବନି। ଲେଡିଜ ମାନେ କରିପାରିବେ ନା କରିପାରିବେ? 100% ଆମର 50% ଷ୍ଟାଫ ଏବେ ଲେଡିଜ ଅଛନ୍ତି ଆଉ ସେମାନେ ବହୁତ ସୁଚାରୁ ରୂପେ ନିଜ କାର୍ଯ୍ୟକୁ ବି ପରଫର୍ମ କରୁଛନ୍ତି। ଏବେ କରେଣ୍ଟ ଇନ୍ ହ୍ୟାଣ୍ଡ ସାଲାରୀ କେତେ ଆପଣଙ୍କର? ମୋର ଇନ୍ ହ୍ୟାଣ୍ଡ ଆସୁଛି 46। ଷ୍ଟାର୍ଟିଂ ରେ ତ କେତେ ଥିଲା? ମୁଁ କହିବାକୁ ଚାହେଁ ମୁଁ ଫାଷ୍ଟ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ହିସାବରେ ଜଏନ କରିଥିଲି। আর ARI ସ୍କେଲ ଯାହା ଆମର ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ସ୍କେଲ ମଧ୍ୟ ସେଇଆ। ମୁଁ ଫାଷ୍ଟ ଯେତେବେଳେ ଜଏନ କରିଥିଲି କଣ୍ଟ୍ରାକ୍ଚୁଆଲି 8,880 ରେ, ଏବେ 52 ଗ୍ରସ୍। ଲେଭେଲ 7 ହଁ ନାଇଁ ଲେଭେଲ 8 ହଁ ପ୍ରମୋଶନ ହେଇଛି ଆଜ୍ଞା। ଆଲାଉନ୍ସେସ୍ ଇନକ୍ରିମେଣ୍ଟ ପ୍ରମୋଶନ ହେଇଛି। ଆଲାଉନ୍ସେସ୍ ଆମର ସରକାରୀ କର୍ମଚାରୀଙ୍କୁ ଓଡ଼ିଶା ସରକାରଙ୍କର ଆ ଜିନିଷ DA ମହଙ୍ଗା ଭତ୍ତା ଯୋଉଟା କୁହାଯାଏ ପ୍ରତିବର୍ଷ 2 ଥର ସେଟା ବଢେ 3%, 2%, 4% AICPN ଇଣ୍ଡେକ୍ସକୁ ନେଇକି ସେଟା କାଲକୁଲେଟ କରାଯାଏ। ଅଲ୍ ଓଭର ଇଣ୍ଡିଆରେ ସମସ୍ତଙ୍କ ପାଇଁ ଇକ୍ୱାଲ ଲାଗେ ସେଟା DA। ଆଉ ଆମର ରହିଲା ହାଉସ ରେଣ୍ଟ ଆଲାଉନ୍ସ ସରକାରୀ କର୍ମଚାରୀ ମାନଙ୍କ ପାଇଁ ରହିଛି ଯୋଉଟା କି ଏବେ ମେଟ୍ରୋ ସିଟି ପାଇଁ କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ସେମାନଙ୍କ ପାଇଁ 16%, ରେଷ୍ଟ ଯାହା ବି ସିଟିଜ ରହିଲା ସେମାନଙ୍କୁ 4% ଦିଆଯାଉଛି। ଆଉ ରହିଲା ଆପଣଙ୍କ ହାଉସ ବିଲ୍ଡିଂ ଆଡଭାନ୍ସ, ଆପଣଙ୍କ ମୋଟର EV ପଲିସି ଯୋଉ ଚାଲିଛି ସେଥିରେ 100ଟା ଇନଷ୍ଟଲମେଣ୍ଟରେ ଆପଣଙ୍କୁ ଫ୍ରି ଅଫ ଇଣ୍ଟରେଷ୍ଟରେ ଆପଣଙ୍କୁ ଗାଡି ଯୋଗେଇ ଦଉଛି ସରକାର। ତା ସହିତ ହାଉସ ବିଲ୍ଡିଂ ଆଡଭାନ୍ସ ବି ଦଉଛି ଯୋଉଟା କି ଆପଣ ବହୁତ କମ ରେଟ୍ ଅଫ ଇଣ୍ଟରେଷ୍ଟରେ ଆପଣ ଲାଇଫ ମାନେ ଚାକିରି ସର୍ଭିସ ପିରିୟଡ ଭିତରେ କ୍ଲୋଜ କରିପାରିବେ। ସେଟା ହିଁ ଯୋଉଟା କି ସରକାରୀ କର୍ମଚାରୀ ପାଇଁ ଗୋଟେ ବହୁତ ବଡ ବେନିଫିଟ। ପ୍ରମୋଶନ କୋଉ ଯାଏଁ ଯାଇପାରିବେ? ପ୍ରମୋଶନ ଆମର ରେଭିନ୍ୟୁ ଡିପାର୍ଟମେଣ୍ଟ କଥା କହୁଛି, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ତାପରେ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ତାପରେ ASO ଏବେ ନୂଆ 15/3/2024 ଗଭର୍ଣ୍ଣମେଣ୍ଟ ଇଣ୍ଟ୍ରୋଡ୍ୟୁସ କରିଛି ଆସିଷ୍ଟାଣ୍ଟ ସେକ୍ସନ ଅଫିସର,
ଯୋଉଟା କି 4200 ସ୍କେଲ। ରେଭିନ୍ୟू ଡିପାର୍ଟମେଣ୍ଟ। ହଁ, ଏବେ ସବୁ ଡିପାର୍ଟମେଣ୍ଟ ପାଇଁ ସେଟା ଲାଗୁ ହେଇଗଲାଣି। ଆମର ତାପରେ ଆସୁଛି ଏସବୁରେ ସେକ୍ସନ ଅଫିସର 4600 ଗ୍ରେଡ୍ ପେ। ସେକ୍ସନ ଅଫିସର ପରେ ଏଷ୍ଟାବ୍ଲିଶମେଣ୍ଟ ଅଫିସର ଯୋଉଟା କି ଆପଣଙ୍କର ଆସୁଛି 4800 ଗ୍ରେଡ୍ ପେ। ଡିପାର୍ଟମେଣ୍ଟ ଏକ୍ସାମ ଦେଇକି ଡିପାର୍ଟମେଣ୍ଟାଲ ଏକ୍ସାମ ଦେବା ପାଇଁ ଡିପାର୍ଟମେଣ୍ଟାଲ ଏକ୍ସାମ ରେ 4ଟା ପେପର ଥାଏ 1 2 3 4। ଯଦି ଆପଣ ପେପର 1 2 କ୍ଲିୟର କରୁଛନ୍ତି ଆପଣ ଏଏସଓ ପର୍ଯ୍ୟନ୍ତ ଏଏସଓ ପର୍ଯ୍ୟନ୍ତ ଯାଇପାରିବେ। ଯଦି 3 4 କ୍ଲିୟର କରୁଛନ୍ତି ତାହେଲେ ଆପଣ ଇଓ ପର୍ଯ୍ୟନ୍ତ ମଧ୍ୟ ଯାଇପାରିବେ। ତା ସହିତ ଆମର ରେଭିନ୍ୟୁ ସର୍ଭିସ ଗୋଟେ ବେନିଫିଟ ଅଛି। ଯଦି ଆପଣଙ୍କର ସିସିଆର ଭଲ ଅଛି, ଆପଣ 6 ବର୍ଷ 4200 ସ୍କେଲରେ ରହିଲେ ଆପଣ ଓଆରଏସ୍ ଓଡିଶା ରେଭିନ୍ୟୁ ସର୍ଭିସେସ୍ ଯୋଉଟା କି ନେକ୍ସଟ ପ୍ରମୋସନ ଓଏସ୍ ଆପଣ ରାଙ୍କକୁ ଯାଇପାରିବେ। ରେଭିନ୍ୟୁ ଡିପାର୍ଟମେଣ୍ଟରେ କରପ୍ସନକୁ ନେଇ ବହୁତ ଡିସ୍କସନ ହୁଏ, ତା ଉପରେ କଣ କହିବେ? ଦେଖନ୍ତୁ, କରପ୍ସନ ଇଜ ଚଏସ୍। ଯିଏ ଚାହିଁବ ଭୁଲ କରିବା ପାଇଁ ତାକୁ ଆପଣ କେବେ ଅଟକେଇ ପାରିବେ ନାହିଁ। ଡିପେଣ୍ଡ କରେ ନିଜ ଉପରେ। ଯଦି ନିଜେ ଆପଣ ଗୋଟେ ଜିନିଷକୁ ସୁଧାରିବାକୁ ଚାହିଁବେ ସୁଧାରି ପାରିବେ, ଯଦି ବିଗାଡ଼ିବାକୁ ଚାହିଁବେ ବିଗାଡ଼ି ବି ପାରିବେ ଆପଣ। ଲୋକମାନେ କୁହନ୍ତି ଗଭର୍ଣ୍ଣମେଣ୍ଟ ଜବ ମାନେ ରିଲାକ୍ସ, ତ ନାଇଁ, ସେଇଟା ଭୁଲ ଜିନିଷ। ଆପଣ କେବେ ଦେଖିଛନ୍ତି ନର୍ସ ମାନେ କେବେ ଛୁଟି ନେବାର? ଆପଣ କେବେ ଦେଖିଛନ୍ତି ପୋଲିସ ଛୁଟିରେ ରହି ବୁଲିବାର ଦଶହରା ଦୁର୍ଗା ପୂଜାରେ? କେବେ ଦେଖିଛନ୍ତି ଡିଫେନ୍ସ ପର୍ସନାଲ ଛୁଟି ନେବାର? କେବେ ବନ୍ୟା ବାତ୍ୟା ହେଲେ ନର୍ମାଲ ଲୋକ ଘରେ ରୁହନ୍ତି, ହେଲେ ଆମେ ପୋଲିସ ହଉ, ନର୍ସ ହଉ, ରେଭିନ୍ୟୁ ଡିପାର୍ଟମେଣ୍ଟର ଷ୍ଟାଫ ହଉ, ଆମେ ଆମ ଘର ଛାଡି ଅଫିସରେ ବସୁ ଲୋକମାନଙ୍କ ସେବା ଯୋଗାଇ ଦେବା ପାଇଁ। କମ୍ପିଟେଟିଭ ଏକ୍ସାମରେ ମକ୍ ଟେଷ୍ଟ କେତେ ଇମ୍ପୋର୍ଟାଣ୍ଟ? ମକ୍ ଟେଷ୍ଟ ହଉଛି ବ୍ୟାକବୋନ ଅଫ କମ୍ପିଟେଟିଭ ଏକ୍ସାମ। ଯିଏ ମକ୍ ଟେଷ୍ଟ ଦେଇନି ସେ କେବେ ବି କମ୍ପିଟେଟିଭ ଏକ୍ସାମ ପାଇବ ନାହିଁ। କାହିଁକିନା ମକ୍ ଟେଷ୍ଟ ହିଁ ଆପଣ ପାଇପାରିବେ କ୍ୱେଶ୍ଚିନ୍ ଆନ୍ସର, ଆଉ ତାର ଡିପଲି ଆପଣ ଯାଇପାରିବେ। ଯେତେବେଳେ ଆପଣ ପ୍ରିପେୟାର ହେଉଥିଲେ କମ୍ପ୍ୟୁଟର ଥିଲା ଗୋଟେ ସବଜେକ୍ଟ। ହଁ, ମୋର କମ୍ପ୍ୟୁଟର ଥିଲା। ସେତେବେଳେ ଆମର ଅନଲାଇନ କମ୍ପ୍ୟୁଟର ପଢୁଥିଲା, ସେଥିପାଇଁ ମୁଁ ଗୋଟେ ଆରିହାନ୍ତର କମ୍ପ୍ୟୁଟର ହିଁ ପଢୁଥିଲି। ଏବେ କଣ କ୍ୱେଶ୍ଚିନ୍ ଆସୁଛି ସେ ରିଗାର୍ଡିଂ ମୋର କିଛି ଆଇଡିଆସ୍ ନାହିଁ। ତେଣୁ ଯୋଉଟା ଲାଟେଷ୍ଟ ଚାଲିଛି କ୍ୱେଶ୍ଚିନ୍ ପାଟର୍ନ, ସେଇ ରିଗାର୍ଡିଂ ମୁଁ ନ୍ୟୁ ଆସ୍ପିରାଣ୍ଟ ମାନଙ୍କୁ କହିବି ସେଇ ରିଗାର୍ଡିଂ ବୁକ୍ସ ଫଲୋ କରିବା। ଓନ୍ଲି କମ୍ପ୍ୟୁଟର। ଆପଣଙ୍କ ଲାଇଫ ମାନେ କ୍ରେଡିଟ କାହାକୁ ଦେବେ? ମୋ ଲାଇଫର ଫାର୍ଷ୍ଟ କ୍ରେଡିଟ ତ ମୋ ବାପା ମାଙ୍କୁ ପ୍ରଥମେ, ତାପରେ ଭଗବାନଙ୍କୁ, ତାପରେ ମୋର ଟିଚର୍ସ ଯୋଉମାନେ ମତେ ପାଠ ପଢେଇଥିଲେ, ମତେ ମଣିଷ କରିଥିଲେ, ତାପରେ ମତେ ମୋ ନିଜକୁ। କାହିଁକିନା ମୁଁ ଆଜି ଯାହା ବି ଅଛି ମୋ ନିଜର ପରିଶ୍ରମ ମୂଳରେ ହିଁ ଅଛି। ପ୍ରିପେରେସନ ଟାଇମରେ ପ୍ୟାରେଣ୍ଟସ୍ଙ୍କ ସାକ୍ରିଫାଇସ୍ କଣ ଥିଲା? ପ୍ୟାରେଣ୍ଟସ୍ଙ୍କର ସାକ୍ରିଫାଇସ୍ ପିଲାମାନେ କେବେ ବି ଦେଖିପାରନ୍ତି ନାହିଁ। ଯୋଉଟା କି ଯେବେ ଆମେ ମାନେ ନିଜେ ପ୍ୟାରେଣ୍ଟସ ହେଲୁ ସେବେ ବି ବୁଝିପାରିଲୁ ଯେ ପ୍ୟାରେଣ୍ଟସର ସାକ୍ରିଫାଇସ୍ ଟା କଣ ହେଇପାରେ ଆଉ କୋଉ ଏକ୍ସଟେଣ୍ଡ ପର୍ଯ୍ୟନ୍ତ ହେଇପାରେ। ସେଇଟା ହିଁ ଆମେ ଏବେ ଅନୁଭବ କରିପାରୁଛୁ। ଯେତେ ଅସୁବିଧା ଥିଲେ ମଧ୍ୟ ବାପା ଆମର ଫିସ୍ ଦବା ପାଇଁ କେବେ ବି ମନା କରିନାହାନ୍ତି। କୋଉଠୁ ବି କେମିତି ଆସେ ମୁଁ ଜାଣିନି, କିନ୍ତୁ ମୋର କେବେ ବାପା ଥିବା ପର୍ଯ୍ୟନ୍ତ କେବେ ହଇରାଣ ହେଇନି। ଯଦି ଆପଣଙ୍କୁ ସେମିତି ମାନେ ସୁଯୋଗ ଦିଆଯାଆନ୍ତା, ଯଦି ଆପଣ ପୂର୍ବ ଟାଇମକୁ ପଳେଇ ଯାଆନ୍ତେ, ତାହେଲେ ଆପଣ କୋଉ ଭୁଲ ଟିକେ ସୁଧାରନ୍ତେ? ଫାର୍ଷ୍ଟ ଅଫ୍ ଥିଙ୍ଗ, ଯଦି ମୋ ବାପା ମାଙ୍କୁ କିଛି ଆଗେ ଭୁଲ କରିଦେଇଛି ସେଇଆକୁ ହିଁ ସୁଧାରିବା ପାଇଁ ଚେଷ୍ଟା କରିବି। ଆଉ କିଛି ମୋ ଲାଇଫରେ ଭୁଲ ନାହିଁ। ଯଦି ମୋ ବାପା ମାଙ୍କ ଆଖିରେ ପିଲାମାନେ ଲୁହ ଦେଇ ଦେଇଥାନ୍ତି ତାକୁ ସୁଧାରିବା ପାଇଁ ହିଁ ଚେଷ୍ଟା କରିବି। ମାନେ ଆପଣ ପ୍ରିପାରେସନ ଟାଇମରେ ଯଦି କରିଥିଲେ ଯଦି କିଛି ଭୁଲ ହେଇଥିବ, ପ୍ରିପାରେସନ ଟାଇମରେ ମୁଁ ବହୁତ ବଡ ଭୁଲ କରିଥିଲି। 2015 ମସିହାରେ IBPS RRB କ୍ଲର୍କ ଫାର୍ଷ୍ଟ ଆଟେମ୍ପ୍ଟ ଫେଲ ହେଇଗଲି। ସେକେଣ୍ଡ ଆଟେମ୍ପ୍ଟ ମୁଁ ଭଲ ମାର୍କ ରଖି ପାସ୍ କରିଥିଲି, କିନ୍ତୁ ଘରେ ଜଣେଇ ନଥିଲି। କାହିଁକିନା ମତେ ଗୋଟେ ମିଥ୍ ଥିଲା ସେତେବେଳେ, ମୁଁ ଏଜ ନଥିଲା ଯେ ମୁଁ ଗୋଟେ ବାହାରେ ଯାଇକି ଜବ୍ କରିବି। ମତେ ଡର ଲାଗିଲା ମୁଁ ବାହାରକୁ ପଳେଇବି, ମତେ ବାପା ମାଙ୍କୁ ଛାଡିକି ପଳେଇବି, ସେଥିପାଇଁ ମୁଁ ଘରେ ଜଣେଇ ନଥିଲି। କିନ୍ତୁ ମୁଁ ବହୁତ ଭଲ ମାର୍କ ରଖିକି ସେତେବେଳେ ପାଇଥିଲି। 200 ରୁ 160 ପ୍ଲସ୍ ପାଇଥିଲି IBPS RRB କ୍ଲର୍କରେ, ଯୋଉଟା କି ମୁଁ ଏବେ ଭାବୁଛି ଯେ ମୁଁ ବହୁତ ବଡ ଭୁଲ କରିଦେଇଥିଲି ସେତେବେଳେ। କୋଉ କୋଉ ଏକ୍ସାମ ସବୁ କ୍ୱାଲିଫାଇ କରୁଛନ୍ତି? ପ୍ରି ମେନ୍ ହଉ ଷ୍ଟକ୍ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ମୁଁ ପ୍ରି କ୍ୱାଲିଫାଇ କରି ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲି କୋଲକାତା। ସେଠି ଅବଶ୍ୟ ମୁଁ ସକ୍ସେସ୍ ହେଇପାରିନଥିଲି। SSC CGL CPO CHSL ସବୁର ସେକେଣ୍ଡ ରାଉଣ୍ଡ ମୁଁ ବି କ୍ୱାଲିଫାଇ କରିଛି। ସେକେଣ୍ଡ ରାଉଣ୍ଡ କ୍ୱାଲିଫାଇ କରିବା ପରେ ମୁଁ ଇନଷ୍ଟାଣ୍ଟଲି ଗ୍ରୁପ ଡି ପ୍ରିଲିମ୍ ବି କ୍ଲିୟର କରିଦେଲି, ବଟ୍ ମୁଁ ଫିଜିକାଲରେ କଟି ଯାଇଥିଲି। ସାଙ୍ଗେ ସାଙ୍ଗେ ସେଇ ପିରିୟଡ ଭିତରେ ମୋର ଢେଙ୍କାନାଳ ଡିଷ୍ଟ୍ରିକ୍ଟ କୋର୍ଟରେ ଜୁନିୟର କ୍ଲର୍କ ପୋଷ୍ଟିଂ ପାଇ ଯାଇଥିଲି। ତ ମାସେ ଭିତରେ ମୋର ସବୁ ଯାକର ନେକ୍ସଟ ପେଜ ଯେତେବେଳେ ଏକ୍ସାମ ଆସିଲା, କୋର୍ଟରେ ମନା କଲେ ଛୁଟି ଦେଇ ହବନି, ଯଦି ତମେ ମାନେ ଏକ୍ସାମ ଦବ ତାହେଲେ ଏ ଜବକୁ ଛାଡିବାକୁ ପଡିବ କି ତମେ ପରମିଶନ ନେବାକୁ ପଡିବ। ମୁଁ ହଠାତ୍ ନୂଆ ଜବ୍ କରିଥିଲି ତ ଡରି ଯାଇଥିଲି, ସେଥିପାଇଁ ନେକ୍ସଟ ରାଉଣ୍ଡ ଆଟେଣ୍ଡ କରିବା ପାଇଁ ଯାଇନଥିଲି। RRB କ୍ଲର୍କ ତ କହୁଥିଲି ଫାଷ୍ଟରୁ ଗୋଟେ ଭୁଲ କରିଦେଇଥିଲି। ତ ଆମର UPSC ଆଟେମ୍ପ୍ଟ କରିଥିଲି, ଯେତେବେଳେ UPSC ର କିଛି ମୁଁ ଜାଣିନଥିଲି ଷ୍ଟଡି ପାଟର୍ନ କଣ, ବଟ୍ ଏମିତି ଦେଇଥିଲି, ମତେ ଭଲ ଲାଗିଥିଲା। ଆଉ ଗୋଟେ ମୋର ଲାଇଫର ଡ୍ରିମ୍ ଥିଲା AFCAT ଏଣ୍ଟ୍ରି, ଏୟାରଫୋର୍ସ କମନ ଆଡମିସନ ଟେଷ୍ଟ। ଏଥିରେ ଗୋଟେ ମାର୍କରେ ମୁଁ ହିଁ କଟି ଯାଇଥିଲି, ଯୋଉଟା କି ମତେ ବହୁତ ଆଘାତ ଲାଗିଥିଲା। ତାପରଠୁ ଧୀରେ ଧୀରେ ନିଜକୁ ସଜାଡି ଆଣିଥିଲି। ଆଜି ବି ମନେ ପଡେ
ମୁଁ ଆମର ନିୟରେଷ୍ଟ ପାର୍କରେ ଥାଏ, ରେଜଲ୍ଟ ବାହାରିଲା ଆକାଡେମିରେ ଗୋଟେ ମାର୍କରେ କଟି ଯାଇଥିଲା। ସେଦିନ ମୁଁ ସାଇଲେଣ୍ଟ ହେଇଯାଇଥିଲି, ବୁଝିପାରୁନଥିଲି କଣ ଏମିତି ହେଇଗଲା, ମୁଁ କଣ କରିବି ଏବେ। ଏଜ୍ ତାର ଥାଏ 22 या 23 ଥାଏ ଲାଷ୍ଟ ଏଜ୍ ତାର ଲିମିଟଟା, ଅପର ଏଜ୍ ଲିମିଟଟା। ତାପରେ ମୁଁ ଭାବିଲି ମୁଁ ତ ଏୟାରଫୋର୍ସ ପାଇପାରିଲିନି, ଆଉ କଣ କରିବି। ତାପରେ ୟୁପିଏସସି ପଢିବା ପାଇଁ ଭାବିଲି, ବଟ୍ ୟୁପିଏସସି କେମିତି ପଢନ୍ତି ମୁଁ ଜାଣିନଥିଲି। ସେଥିପାଇଁ ଯେତେବେଳେ କୋଚିଂ ସେଣ୍ଟରରେ ମୁଁ ଆଡମିସନ ନେଲି, ସେତେବେଳେ ଏସଏସସି ପଢିବା ପାଇଁ ଚୁଜ୍ କରିଥିଲି। ଆଉ ସବୁଠୁ ବଡ ଦୁଃଖର ବିଷୟ, ମୁଁ 16ରେ ଆଡମିସନ କଲି। ଏସଏସସି ପ୍ରିପାରେସନ ବହୁତ ଭଲ ବି କରୁଥିଲି, ଏକ୍ସାମ ପାଇଁ ଫର୍ମ ପକେଇଥିଲୁ। ବଟ୍ ସେତେବେଳେ ଆପଣ ଗୋଟେ ନ୍ୟୁଜ ଜାଣିଥିବେ, ଗୋଟେ ବୋର୍ଡ ଥାଏ ଏସଏସସି କଣ୍ଡକ୍ଟ করে ଏକ୍ସାମ, ସିଫି ମେ ବି ମୋର ଠିକରେ ନାଁ ମନେ ପଡୁନି, ଜାଣି ବ୍ୟାନ୍ ହେଇଗଲା। लगभग 1.5 वर्ष आम हाथ गोड़ बंद होगा, कौन एग्जाम है, फ्रस्ट्रेशन चढ़ला मुंड उपरको। तथापि धीरे 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 निजको संभाली आडजस्ट करी हमें पुणी वेट कलु, जो न्यू बोर्ड आसला आम एग्जाम देलु, धीरे धीरे जॉब भी पाइलु। ଏବେ ତ ଆପଣ ନ୍ୟୁଜ ଦେଖୁଥିବେ, ପ୍ରାୟ ହଁ। ଏକ୍ସାମ ସବୁ କରପ୍ସନ हाँ ହଉଛି, हाँ हाँ ତ ଏକ୍ସାମ ବି ବହୁତ ଡିଲେ ରହୁଛି। ହୁଁ। ବର୍ଷ 3 ବର୍ଷ 4 ବର୍ଷ ଲାଗିଗଲା ଏ ଯୋଉ ଆରେ ଏକ୍ସାମ ହବାକୁ। ହୁଁ। ତ ଏକୁ କିପରି ପିଲା ହ୍ୟାଣ୍ଡେଲ କରିବେ ଏ ସମୟଟା? फास्ट जिन कहले प्रेसर हैंडल करने निज ऊपर निर्भर करे। आप भावुं एग्जाम टा होनी ठीक अच्छे, तो आपको प्रिपरेशन टाइम मिल जाए, पॉजिटिवली नहीं ही चलना। जदि आम भावा देशर एत बड़ इवेंट हो पारनी, किसी प्रॉब्लम भी थी, तो से प्रॉब्लम को आम मैंने पास करके जीवा, ना कि से प्रॉब्लम में अटकी जा। ମାନେ ଘରେ ତ ପ୍ରେସର କରୁଛନ୍ତି, ତ ସେମାନେ ଚାକିରି ହଉନି, ପଳେଇ ଆସେ। ହୁଁ। ଇଭେନ୍ ମାନେ ଝିଅ ପିଲାଙ୍କୁ ବେଶୀ ସମୟ ରହିପାରନ୍ତି, ଘରେ ମ୍ୟାରେଜ ପାଇଁ ପ୍ରସ୍ତାବ ଆସୁଛି, ହୁଁ। ତ ସେମାନେ କିପରି ହ୍ୟାଣ୍ଡେଲ କରିବେ? ଦେଖନ୍ତୁ, ପ୍ୟାରେଣ୍ଟସ୍ ମାନଙ୍କ ପାଇଁ କଣ କହିବେ? ପ୍ୟାରେଣ୍ଟସ୍ ମାନଙ୍କୁ କହିବା ପାଇଁ ଆମର ଏତିକି ସାମର୍ଥ୍ୟ ନାହିଁ, କାହିଁକି ନା ବଡ ଲୋକଙ୍କୁ ଉତ୍ତର ନାହିଁ। ଦେଖନ୍ତୁ, ମୁଁ ବି ଯୋଉ ଜବ୍ କରୁଛି, ମୁଁ ଦେଖୁଛି ସେଠି ବହୁତ ସାରା ମ୍ୟାରିଡ୍ ଓମେନ୍ ଯୋଉମାନଙ୍କ ଇଭିନ୍ ଚାଇଲ୍ଡ ଅଛି, ବେବି ଫିଡିଂ ବି ହଉଛି, ସେମାନେ ବି ଜବ୍ କରିଛନ୍ତି। डिपेंड करे प्रिपरेशन जॉब, ये गोटे चॉइस निजर। जदि आपण ऑब्स्टैकल्स को देखि अटकी जिवे तो अटकी जिवे, जदि से ऑब्स्टैकल को टिके पार हो जिवे, आपण पे सुनार दुनिया का अपेक्षा करी रही छै। रैपिड फायर क्वेश्चन रे पचारिबे, शॉर्ट रे आंसर देबे। हार्ड वर्क ना स्मार्ट वर्क? डिवाइडेड बाय 2। बुक और मोबाइल? मोबाइल। मॉर्निंग स्टडी ना नाइट स्टडी? नाइट स्टडी। लॉक ना कंसिस्टेंसी? कंसिस्टेंसी। इंग्लिश ना ओडिया मीडियम? ओडिया मीडियम। मोटिवेशन ना डिसिप्लिन? मोटिवेशन प्लस डिसिप्लिन। सक्सेस मंत्र इन वन लाइन? सक्सेस इज नथिंग बट जस्ट ए स्माइल आफ्टर योर फेल्युअर। ଆପଣ ଯେତେବେଳେ ପ୍ରିପାରେସନ କରୁଥିଲେ, ତ ଯେତେବେଳେ ମୋବାଇଲ କିମ୍ବା ବୁକ୍ ନଥିବ, ହୁଁ। ସେଇ ଟାଇମରେ କିପରି ଆପଣ ପଢୁଥିଲେ? ମୁଁ କିଛି ସିଲି ଏକ୍ସାମ୍ପଲ୍ସ ଦେବି ଯୋଉଟା କି ଆପଣଙ୍କୁ ହସ ଲାଗିପାରେ। ଫ୍ୟାକ୍ଟୋରିଆଲ ଗୋଟେ ପାଠ ଥାଏ, फैक्टोरियल पाठ 4 फैक्टोरियल कौन 4 into 3 into 2 into 1 एटा हमें जिनि जानथिले। तो फांका टाइम रे मु बसे 4टा बेले मो घर पाखरे गोटे पड़िया थाए, मु सेठी बसे फांका टाइम रे। ट्रेन लाइन जाए हम घर तो किछि दूर रे, पोखरीटे थाए, सी टाइम रे मु आपण मानकु भी सेटा कहबी, जदि आपण भल लागो ट्राई करिवे। आकाश जो संध्या समय जो चढ़े उड़ी की जाती 20 जन 30 जन ता काउंट करंतु आकाश को नेकी। ट्रेन जाउजे, ट्रेन ना बगीज को काउंट करंतु। ଆପଣ ବାଇକ ରେ ଯେତେବେଳେ ଯାଉଛନ୍ତି, ନିଶ୍ଚିତ ଗୋଟେ ଗାଡିକୁ ଓଭରଟେକ୍ କରୁଥିବେ, କି ଆପଣ ବସ ରେ ବସିଛନ୍ତି, ଆପଣ କୌଣସି ବାଇକ କି ବସ୍ ହଉ କି ଓଭରଟେକ୍ କରୁଛି, ସବୁ ଗାଡି ପଛରେ ଗୋଟେ ନମ୍ବର ପ୍ଲେଟ ଥାଏ। ନମ୍ବର ପ୍ଲେଟରେ 4ଟା ନମ୍ବର ଥାଏ। ସପୋଜ ଆପଣ ଯେକୌଣସି ଗୋଟେ ନମ୍ବର ମତେ କୁହନ୍ତୁ, ମୁଁ ଆପଣଙ୍କୁ ତାର ଗୋଟେ କିଛି ଗୋଟେ ଆପଣଙ୍କୁ ଭଲ ସଲ୍ୟୁସନ 4 5 6 7। 4 ରେ କଣ କଲେ 5 ହବ, 4 ରେ କଣ କଲେ 6 ହବ, 4 ରେ କଣ କଲେ 7 ହବ। ରିଜନିଂ ପ୍ରାକ୍ଟିସ ହବ, ମ୍ୟାଥ ପ୍ରାକ୍ଟିସ ହବ। ଆପଣଙ୍କ ବ୍ରେନ କୁ ଆପଣ କାମ କରେଇବେ। ଆମେ ସମସ୍ତେ ଜାଣିଛେ ଆମ ବ୍ରେନ ଆମକୁ କାମ କରେ, ବଟ୍ ଆପଣ ମାନେ ଯେହେତୁ କମ୍ପିଟିଟିଭ ପ୍ରିପେୟାର କରୁଛନ୍ତି, ମୁଁ କହିବି ଆପଣଙ୍କ ବ୍ରେନ କୁ ଆପଣ କାମ କରାନ୍ତୁ। ଖାଲିଟାରେ କାହିଁ ବସିବୁ? ମୁଁ ଯେତେବେଳେ ମୁଁ ମୋର ପଢିବି, ଯେତେବେଳେ ତୁ ଯେତେବେଳେ ପଢିବୁ, ତତେ ମୁଁ ଆଜି କାମରେ ଲଗେଇବି। ବ୍ରେନ କୁ ଆପଣ ଟ୍ରେନ କରାନ୍ତୁ। ବ୍ରେନ କୁ ଆପଣ ଯଦି ଟ୍ରେନ କରିପାରିବେ, ତାହେଲେ ବ୍ରେନ ବି ଆପଣଙ୍କ କଥା ମାନି କାମ କରିବ। ନମ୍ବର ସ୍କ୍ୱାର କରିବ, नंबर रो स्क्वायर 4 रो स्क्वायर केते, 5 रो स्क्वायर केते, 6 रो स्क्वायर केते, 7 रो स्क्वायर केते, गाड़ी नंबर 4टा डिजिट पहले से को लिंक डेवलप करंतु। आपण जतले रीजनिंग करिवे, आपण माइंड ऑटोमेटिक चलिबो, कैलकुलेशन बहुत स्पीड चलिबो। मु जतले मैथ करे, मोर गोटे स्ट्रांग पॉइंट ला टाइम एंड वर्क। ए गोटे काम को 12 दिन में करछि, बी गोटे काम को 24 दिन में करछि, ए प्लस बी मिसी से काम केते दिन में करिवे। तब इत्ते प्रैक्टिस कर दियंतु, आपण क्वेश्चन पढिले आपण को पेन धरियो पड़िबोनी, आपण ऑप्शन देखिदेबे आंसर तार केते होछि। बारंबार प्रैक्टिस करले सेटा आपण स्मार्ट वर्क केते हिजो। एलसीएम किछि दरकार ही नाही।
କାହିଁକିନା ଆପଣ ସେଇ ପ୍ରୋବ୍ଲେମ ଟାକୁ ଆପଣ ଏତେ 100 ଥର 1000 ଥର ପ୍ରାକ୍ଟିସ କରିଦେଇଥିବେ, କ୍ୱେଶ୍ଚିନ୍ ପଢିଲେ ଆପଣଙ୍କୁ ଆନ୍ସର ଦେଖାହବ। ଯେମିତି ମୁଁ ଆପଣଙ୍କୁ କହିଲି 120 ରେ 100 ଗୁଣିବା ପାଇଁ ହେଲେ ଆମେ 3ଟା ଷ୍ଟେପ ଗୁଣୁଥିଲୁ, କିନ୍ତୁ ଏଠି ଆପଣଙ୍କୁ ଆଉ ଗୁଣିବାକୁ ପଡିବନି, 112 ରେ 3ଟା ଶୂନ ବସେଇଦେବେ। ଆପଣ ଏଇ ପ୍ରାକ୍ଟିସ ଗୁଡା କଲେ ଆପଣଙ୍କ ବ୍ରେନ ଅଟୋମେଟିକାଲି ସ୍ମାର୍ଟଲି ଫଙ୍କସନ କରିବ ଆଉ ସ୍ପିଡ ଫଙ୍କସନ କରିବ। ଏଇଟା ଆମେ ଯିବା ଟାଇମରେ ଖାଲି ଥିବା ଟାଇମରେ ମୁଁ କହୁଛି, ବହି ପଢିବା ପାଇଁ ଆପଣ 100ଟା ବୁକ୍ ପଢିବେ, 1000ଟା ବୁକ୍ ପଢିବେ, ବଟ୍ ନିଜ ମାଇଣ୍ଡ ଆପଣଙ୍କୁ ଯୋଉଟା ପଢେଇବ ତାଠାରୁ ବେଷ୍ଟ ଟିଚର କେହି ନାହାନ୍ତି। ଆଉ ଆମକୁ ସବୁ କିଛି ନେଚରରୁ ହିଁ ମିଳିବ, ପ୍ରକୃତି ଆମକୁ ସବୁ କିଛି ଦେଇପାରିବ। ଗୋଟେ ଗାଈ ଉପରେ ପଡିଆରେ ଗୋଟେ କାଉ ବସିଛି, ଆପଣ ଇମାଜିନ କରନ୍ତୁ ଏଇଟା ଗୋଟେ କମେଡି ସିନ୍ ହେଇପାରେ। ଗୋଟେ ଗାଈର କେତେଟା ଗୋଡ ଅଛି? 4ଟା ଗୋଡ ଅଛି, 2ଟା କାନ ଅଛି, ତାର ସ୍କୋୟାର କରନ୍ତୁ, କ୍ୟୁବ କରନ୍ତୁ, ରୁଟ ଓଭର ନିଅନ୍ତୁ। ତ ଆମ ଭିଉଅର ମାନଙ୍କୁ କଣ କହିବେ ଲାଷ୍ଟ ମେସେଜ? ଭିଉଅର ମାନଙ୍କୁ ଏଇ କଥାଟା କହିବି ଯେ, 2ଟି କଥା କହିବି। ସଂଘର୍ଷରେ ଆପଣ ସବୁବେଳେ ଏକଲା ଥାନ୍ତି, କିନ୍ତୁ ସଫଳତାରେ ଦୁନିଆ ଆପଣଙ୍କ ସହିତ ଥାନ୍ତି। ଆଉ ଗୋଟେ ମୁଁ ରେଭେନ୍ସାରେ ପାସ୍ ଆଉଟ୍ କଲାବେଳେ ଜଣେ ବ୍ଲାଇଣ୍ଡ ବୟ ଗୋଟେ ବଢିଆ ଷ୍ଟେଟମେଣ୍ଟ ଦେଇଥିଲେ, ମୁଁ ଆଜି ବି ତାର ମନେ ରଖୁଛି। ଜୀବନରେ ଲାଜ ଆଉ ଭୟ ଛାଡନ୍ତୁ, ତାହେଲେ ଆପଣ ଜୀବନରେ ଲାଭ ଆଉ ଜୟ କରିପାରିବେ। ସାର୍ ଆଜି ଆପଣଙ୍କର ଏକ୍ସପିରିଏନ୍ସ ଆମ ଭିଉଅର ମାନଙ୍କୁ ବହୁତ ହେଲ୍ପଫୁଲ ଲାଗିଥିବ। ଥ୍ୟାଙ୍କ ୟୁ। ମୁଁ ଆଶା କରୁଛି ଯେ କମ୍ପିଟେଟିଭ ଆସ୍ପାୟାର ମାନେ ଏହି ପଡକାଷ୍ଟରୁ ବହୁତ କିଛି ଶିଖିଥିବେ। ଯଦି ଆଉ କିଛି ରହୁଛି କ୍ୱେରି ତାହେଲେ ଆପଣ କମେଣ୍ଟ ବକ୍ସରେ ନିଶ୍ଚିତ ଜଣେଇବେ। ତ ପ୍ରାୟ ଏକାଡେମୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ମୁଁ ଆଶା କରୁଛି ଆପଣଙ୍କୁ ଏହି ପଡକାଷ୍ଟ ମାଧ୍ୟମରେ କିଛି ଭ୍ୟାଲୁଏବୁଲ ଇନଫର୍ମେସନ ମିଳିଥିବ। ଯଦି ଆପଣ ଏହି ପଡକାଷ୍ଟ ମାଧ୍ୟମରେ କିଛି ଭ୍ୟାଲୁଏବୁଲ ଇନଫର୍ମେସନ ପାଇଥାନ୍ତି, ତେବେ ଗୋଟେ ଛୋଟିଆ ଲାଇକ୍ କରିକି ଏବଂ ଆପଣଙ୍କର ଫିଡବ୍ୟାକ୍ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ଫିଡବ୍ୟାକ୍ ମାଧ୍ୟମରେ ଆମେ ଇମ୍ପ୍ରୁଭମେଣ୍ଟ କରିପାରିବା ଏବଂ ଏହି ସେସନଟିକୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କ ସହିତ ଟିକେ ସେୟାର କରିନିଅନ୍ତୁ, ତାକି ସମସ୍ତେ ଲର୍ନ କରିପାରିବେ। ତ ଦେଖା ହବା ନେକ୍ସଟ ଏପିସୋଡରେ। ରହିଲି, ଥ୍ୟାଙ୍କ ୟୁ, ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ଉତ୍କଳ ଜନତା।